ଅଛି। ମହା- ମହାରାଜ ପୁରୀରେ ଅଛନ୍ତି। କଥା କୀର୍ତ୍ତନ ଚାଲିଛି ସେଠି। ମହାରାଜ କ୍ଲାସ କରିପାରୁନାହାନ୍ତି। ଆମେ ଡିସ୍କସନ କରିବା। ଆଜି ଦି ଜଣ ଆମେ ଶୁଣିଥିଲେ ନା, ଗୁରୁ ବୈଷ୍ଣବ ଭଗବାନ ତିନିରେ ସ୍ମରଣ ହେଲେ ହୁଏ ବିଘ୍ନ ବିନାଶନ। ତେଣୁ ଆମର ଭକ୍ତି ଜଗତରେ ଯାହା ସବୁ ବିଘ୍ନ ଆସୁଛି ତାକୁ ଯଦି ଦୂର କରିବାର ଅଛି ତାହେଲେ ତିନି ଜଣଙ୍କୁ ସବୁବେଳେ ସ୍ମରଣ କରିବାକୁ ପଡିବ। ଗୁରୁ ବୈଷ୍ଣବ ଭଗବାନ ତିନି ଜଣ ସ୍ମରଣ କଲେ କଣ ହବ, ଯାହା ସବୁ ଭକ୍ତି ପତ୍ର ବିଘ୍ନ ସବୁ ଆସେ ସେଟା ଅତି ସହଜରେ ଦୂର ହେଇଯାଏ। ଆଉ ସ୍ପେସିଆଲି କୌଣସି ବୈଷ୍ଣବଙ୍କର, ଯେମିତି ବିଷ୍ଣୁଙ୍କର ତିଥି ଆସିଲେ ଆମେ ପାଳନ କରୁଛେ, ସେମିତି କୌଣସି ଆଚାର୍ଯ୍ୟ ବୈଷ୍ଣବଙ୍କର ଯଦି ତିଥି ଆସେ, ପ୍ରକଟ ତିଥି, ଆବିର୍ଭାବ ତିଥି ଆଉ ତିରୋଭାବ ତିଥି, ଏଇ ଦିଟାକୁ ଆମେ ନିଶ୍ଚିନ୍ତ ଭାବରେ ପାଳନ କରିବା ଉଚିତ। ନିଶ୍ଚିନ୍ତ ଭାବରେ ପାଳନ କଲେ କଣ ହବ ନା, ତାଙ୍କର ପ୍ରକଟ ଆଉ ତାଙ୍କର ତିରୋଭାବ ତିଥିରେ ଯଦି ଆମେ ପାଳନ କଲେ, ତାଙ୍କର ଶିକ୍ଷା, ତାଙ୍କ ଜୀବନୀକୁ ମନେ ପକେଇଲେ, ତାକୁ ଜୟଧ୍ୱନି ଦେଇକି ତାଙ୍କର ମାନେ ପ୍ରଣାମ କଲେ, ଯାହା ବି କିଛି ଆମ ସାମର୍ଥ୍ୟ, ତାଙ୍କର କିଛି ଶିକ୍ଷାକୁ ଆଲୋଚନା କଲେ, ତାଙ୍କ ଜୀବନ କିଛି ଆଲୋଚନା କଲେ, ଆଲୋଚନା ଦ୍ଵାରା ବାର୍ଷିକ ପୁଷ୍ପାଞ୍ଜଳି ଦେଲେ, ଶୁଣିଲେ, କିଛି ନହେଲେ ବି ଜୟଧ୍ୱନି ଦେଇକି ତାଙ୍କର ଜୟଗାନ କଲେ, ସେଥିରେ ବି ସନ୍ତୁଷ୍ଟ ହୁଅନ୍ତି। ସନ୍ତୁଷ୍ଟ ହେଲେ ଆମର ପାରମାର୍ଥିକ ଉନ୍ନତି ହୁଏ, ପୃଷ୍ଟ ହୁଏ, ଆମର ଯୋଉ ପାରମାର୍ଥିକ ଭକ୍ତି ପୃଷ୍ଟ ହୁଏ। ତ ଆଜି ଦି ଜଣ ବୈଷ୍ଣବ, ଜଣେ ବୈଷ୍ଣବ ଆଚାର୍ଯ୍ୟ ଆମର ଶିଲ ବ୍ରହ୍ମଦେବ ଗୌଡୀୟ ସମ୍ପ୍ରଦାୟର ଯିଏ ନାମାଚାର୍ଯ୍ୟ ଶିଲ ହରିଦାସ ଠାକୁର, ତାଙ୍କର ଅପ୍ରକଟ ତିଥି, ନିର୍ଜାଣ ତିଥି। ଆଉ ଜଣେ ହେଲେ ଆମର ଗୌଡୀୟ ପରମ୍ପରାର ଭକ୍ତି ବିଜ୍ଞାନଶୀଳ ଭାରତୀ ଗୋସାଇ ମହାରାଜ, ଆମର ଗୁରୁଜୀ ଯିଏ, ତାଙ୍କର ବି ଆଜି ଅପ୍ରକଟ ତିଥି। ତାଙ୍କ ପ୍ରକଟ ତିଥି ଆପିୟରାନ୍ସ ଡେ ଆମେ ପାଳନ କରିଥିଲେ। ଆମର କଥା ବି ହେଇଥିଲା, ପୁରୀରେ ବି ଉତ୍ସବ ହେଇଥିଲା ଯେତେବେଳେ ବାହୁଡା ସମୟରେ। ଆଜି ତାଙ୍କର ଅପ୍ରକଟ ତିଥି, ଆଜି ପୁରୀରେ ବି ଉତ୍ସବ ହଉଛି, ତେଣୁ ସମସ୍ତେ ବିଜି ଅଛନ୍ତି ସେଠି। ତ ହରିଦାସ ଠାକୁରଙ୍କର ବିଷୟରେ 10 ମିନିଟ, ଆଉ ଗୁରୁଜୀଙ୍କର କିଛି ଜୀବନୀ, ତାଙ୍କ ଶିକ୍ଷାରୁ ଆଉ ଯେତିକି ସମୟ ରହିଲା ଆମେ କଥା ଆଲୋଚନା କରିବା। ହରିଦାସ ଠାକୁରଙ୍କ ବିଷୟରେ ଆମେ ଶୁଣିଥିଲେ, ଆମେ ଯୋଉ ଯାଇଥିଲେ ସିଦ୍ଧ ବକୁଳ, ସେଟା ହରିଦାସ ଠାକୁରଙ୍କର ଭଜନ ସ୍ଥଳୀ ଥିଲେ ନା। ସେଇ ହରିଦାସ ଠାକୁର, କୁହାଯାଏ ଯେ ଆମର ତିନି ଜଣଙ୍କର ମିଳିତ ଅଂଶରେ ହରିଦାସ ଠାକୁର ମହାପ୍ରଭୁଙ୍କ ସାଙ୍ଗରେ ଲୀଳା କରିବାକୁ ପ୍ରକଟ ହେଇଥିଲେ। କିଏ? ନା ଏକି ତ ଶୁଣିଥିଲେ ବ୍ରହ୍ମାଜୀ ଆସିଥିଲେ। ଆଉ ଜଣେ ହେଲେ ଆମର ପ୍ରହ୍ଲାଦ ମହାରାଜ, ତାଙ୍କର ଅଂଶ। ଆଉ ଜଣେ ହେଲେ ମହତ୍ପଦ ବ୍ରହ୍ମା, ସେ ଜଣେ ଋଷି ପୁତ୍ର ଥିଲେ, ସିଏ ବି ଆସିଥିଲେ। କୁହାଯାଏ ଯେ ସେ ତାଙ୍କ ପୂର୍ବ ଜନ୍ମରେ, ପୂର୍ବ ଇଏରେ ସେ କଣ କରିଥିଲେ, ତୁଳସୀକୁ ନ ଧୋଇକି ଠାକୁରଙ୍କୁ ଅର୍ପଣ କରିଦେଇଥିଲେ। ତା ଫଳ ସ୍ୱରୂପ ତାଙ୍କୁ କଣ ହେଲା ନା, ଆସିବାକୁ ପଡିଥିଲା। ଆଉ ସେଇଟା ପ୍ରହ୍ଲାଦ ସତ୍ୟ ଯୁଗର ସମୟ। ତାପରେ ବ୍ରହ୍ମାଜୀଙ୍କ କଥା ଆମେ ଶୁଣିଥିଲେ। ବ୍ରହ୍ମାଜୀ କଣ କରିଥିଲେ ନା, ବ୍ରହ୍ମାଜୀ ଯେତେବେଳେ କୃଷ୍ଣଙ୍କର ଲୀଳା ଚାଲିଥିଲା, ସେତେବେଳେ ସିଏ ଆଉ କିଛି ବୁଝିପାଇଲେନି କୃଷ୍ଣଙ୍କ ଲୀଳାରେ। ସମସ୍ତେ ଭଗବାନଙ୍କ ମାୟା ସେଇଟା ଥିଲା, ଭଗବାନଙ୍କର ନିଜର ଯୋଗ ଶକ୍ତି ଦ୍ଵାରା ସେଇଟା ସେ ମାନେ ତାଙ୍କର ବୁଦ୍ଧି ହରଣ ହେଇଯାଇଥିଲା। ସେ କଣ କଲେ, ସେ ଦେଖିଲେ ଯେ ଇଏ କଣ ଭଗବାନ, ଇଏ ତ ନିଜେ ମାନେ ବାଁ ହାତରେ ଯୋଉ ଦହି ଭାତ ଖାଉଥିଲେ, ଭଗବାନ ଦେଖିଲେ ଯେ ତାଙ୍କ ସଖା ମାନଙ୍କ ସାଙ୍ଗରେ ସେ କଣ କରୁଛନ୍ତି, ଦହି ଭାତ ଖାଉଛନ୍ତି, ବାଁ ହାତରେ ଖାଉଛନ୍ତି। ଯୋଉ ଆଙ୍ଗୁଠି ମଝିରେ ଖଟାକୁ ଯୋଉ ରଖିଦେଇକି, ଆଚାରକୁ ରଖିଦେଇକି ଦହି ଭାତ ଖାଉଛନ୍ତି ବାଁ ହାତରେ, ଇଆଡେ ଆଚାର ଟିକେ ଚାଟି ଦଉଛନ୍ତି। ସାଙ୍ଗମାନେ କଣ କରୁଛନ୍ତି, ତାଙ୍କ ମାନେ କେହି ତ ପ୍ରଣାମ କରୁନାହାନ୍ତି, ତାଙ୍କୁ ସବୁ ଅଇଁଠା ଖୁଆଇ ଦଉଛନ୍ତି, ତାଙ୍କ କାନ୍ଧ ଉପରେ ଚଢି ଯାଉଛନ୍ତି। ସିଏ ତ ବ୍ରହ୍ମା, ସିଏ ତ ସବୁ ବେଦ ଶାସ୍ତ୍ର ସବୁ ଜାଣିଛନ୍ତି। ସିଏ କହିଲେ, ବେଦରେ ତ ଲେଖା ହେଇଛି ଯେ ବାଁ ହାତରେ ଖାଇ ହବନି। ଇଏ ତ ଭଗବାନ, ଯଦି କଣ ବାଁ ହାତରେ ଖାଉଛନ୍ତି, ଇଏ କଣ ଜାଣିନାହାନ୍ତି ନା କଣ ବେଦରେ ଲେଖା ହେଇଛି ବୋଲି। ତାପରେ ଦେଖିଲେ, ଭଗବାନଙ୍କୁ ଦେଖିଲା ମାତ୍ରେ ତ ପ୍ରଣାମ କରିବା ଉଚିତ। ଆଉ ତ ତାଙ୍କ ସାଙ୍ଗମାନେ କେହି ତ ତାଙ୍କୁ ପ୍ରଣାମ କରୁନାହାନ୍ତି। ପ୍ରଣାମ ତ ଛାଡ, ତାଙ୍କର ସବୁ ଅଇଁଠା ଖୁଆଉଛନ୍ତି। ଶାସ୍ତ୍ରରେ ତ ଲେଖା ହେଇଛି ଯେ ଯଦି ମାର୍କେଟରେ ଆପଣ କିଛି ଆଣିଲେ, ଯଦି ତାଙ୍କୁ ଭଗବାନଙ୍କୁ ପ୍ରଥମେ ଅର୍ପଣ ନ କରିକି ଆପଣ ଯଦି କିଛି ପାଇ ଦେଇଛନ୍ତି, ସାଇଡରେ ରଖିକି କିଛି ପାଇ ଦେଇଛନ୍ତି, ତାହେଲେ ସେଟା ଅପରାଧ ହେଇଯିବ। ସେ କହିଲେ, ତ ଅର୍ପଣ କଣ କରିବେ, ତାଙ୍କୁ ଆଗ ନିଜେ ଖାଇକି ସେ ଅଇଁଠାକୁ ତାଙ୍କ ମୁହଁରେ ଦେଇ ଦଉଛନ୍ତି। ତାପରେ ଆହୁରି ଦେଖିଲେ ଯେ ମାନେ ସେ ତାଙ୍କ କାନ୍ଧ ଉପରେ ସବୁ ଚଢି ଯାଉଛନ୍ତି। ସିଏ ସେଠି ଶାସ୍ତ୍ରର ଆଉ କିଛି ବୁଦ୍ଧି ବାଟ ତାଙ୍କୁ ଦେଖାଗଲାନି। ସେ ଶାସ୍ତ୍ରଜ୍ଞ, ଶାସ୍ତ୍ରକୁ ସେ କିଛି ସାମଞ୍ଜସ୍ୟ କରିପାରିଲେନି। ଭଗବାନ ନିଜେ ଶାସ୍ତ୍ର ଲେଖିଛନ୍ତି,
ସେଇଟା ସିଏ ଯୋଉ ବ୍ରହ୍ମାଜୀ କଣ ସିଏ ଆଉ ମାଧୁର୍ଯ୍ୟ ପରଖ ଭଗବାନଙ୍କ ଲୀଳାକୁ ଜାଣିଛନ୍ତି। ତାପରେ ସିଏ ଜାଣିପାରିଲେନି ଭଗବାନଙ୍କ ଯୋଗମାୟାରେ ମୋହିତ ହେଇଗଲେ। ସେଥିପାଇଁ କୁହାଯାଏ ଯେ ଶାସ୍ତ୍ର ସବୁବେଳେ ମାନେ ଶାସ୍ତ୍ରରେ ଅଭିଜ୍ଞ ଗୁରୁ ଆଚାର୍ଯ୍ୟଙ୍କ ଅଣ୍ଡରରେ ଗାଇଡାନ୍ସ ରେ ଶାସ୍ତ୍ରକୁ ଅଧ୍ୟୟନ କରିବା ଦରକାର, ସିଦ୍ଧାନ୍ତକୁ ବୁଝିବା ଦରକାର। ନହେଲେ ବ୍ରହ୍ମାଜୀ ତ ନିଜେ ପାଗଳ ହେଇଗଲେ, ଶାସ୍ତ୍ରରେ କଣ ଲେଖା ହେଇଛି, ଭଗବାନ କଣ କରୁଛନ୍ତି, ଆମେ ମାନେ ତ ଛାଡ। ସେଥିପାଇଁ ବ୍ରହ୍ମାଜୀ ଯେତେବେଳେ ଏସବୁ ଜିନିଷ ଦେଖିକି କିଛି ବୁଝିପାରିଲେନି, କିଛି ସାମଞ୍ଜସ୍ୟ ହିଁ କରିପାରିଲେନି, ସେତେବେଳେ ସିଏ ଜାଣିପାରିଲେନି ଇଏ ଭଗବାନ କି କିଏ। ସିଏ କଣ କଲେ ନା ମାନେ ଟେଷ୍ଟ କରିବାକୁ, ଭଗବାନ କି ନିଏ ତାଙ୍କୁ ଟେଷ୍ଟ କରିବାକୁ ସିଏ କଣ କଲେ ତାଙ୍କ ସଖା ମାନଙ୍କୁ ନେଇକି ଲୁଚେଇ ଦେଲେ, ମେରୁ ପର୍ବତରେ ନେଇକି ଲୁଚେଇ ଦେଲେ। ଲୁଚେଇ ଦେଇକି ଯାଇଛନ୍ତି, ତାପରେ ଟିକେ ମନେ ପଇଲା ବେଳକୁ ଟିକେ ଆଖି ବୁଲେଇ ଦେଇକି ଦେଖିଲା ବେଳକୁ ଇଏ ଯେତେବେଳେ ଲୁଚେଇ ଦେଲେ ଭଗବାନ ତାଙ୍କୁ ସେଇଭଳିଆ ମାନେ ଲୀଳା କଲେ। ସେତିକା କିଛି ଜାଣିନାହାନ୍ତି ସଖା ମାନେ କୁଆଡେ ଗଲେ ଏମିତି ଖୋଜୁଛନ୍ତି ବିଚଳିତ ହେଇକି। ତାପରେ ସେ ଯେତେବେଳେ ମୁହଁ ଟା ବୁଲେଇ ଦେଇଛନ୍ତି ସେପଟକୁ, ସାଙ୍ଗେ ସାଙ୍ଗେ ସେ ତାଙ୍କର ବିସ୍ତାର କରିଦେଇଗଲେ ଭଗବାନ। ବିସ୍ତାର କରିଦେଇକି ସେଇ ଗାଈ, ସେଇ ବଛଡା, ସେଇ ସମସ୍ତଙ୍କୁ ସବୁ ବାଛୁରୀ ସବୁ ବିସ୍ତାର କରିଦେଇଗଲେ, ପୁଣି ତାଙ୍କ ଲୀଳା ଚଲେଇଲେ। ବ୍ରହ୍ମାଜୀ ଯେତେବେଳେ ପୁଣି ଗୋଟେ ବର୍ଷ ପରେ ତାଙ୍କୁ ମନେ ପଇଲା ଦେଖିବା କଣ ହଉଛି ଟିକେ ଦେଖିଦେଇକି ଆସିବା, ସେ ଯେତେବେଳେ ଆସିଲେ ଦେଖିଲେ ପୁଣି ସବୁ ଚାଲିଛି। ସେଇ ଯୋଉ ସଖା ମାନେ ସେ ତାଙ୍କର ଯୋଉ ଗୋପୀ ମାନେ ତାଙ୍କର ପିଲାମାନଙ୍କୁ ସେମିତି ଆଗରୁ କଣ ଗୋପୀ ମାନେ କଣ କରୁଥିଲେ, ସେ ତାଙ୍କ ପିଲାମାନଙ୍କ ଅପେକ୍ଷା କୃଷ୍ଣଙ୍କୁ ଅଧିକ ଭଲ ପାଉଥିଲେ। କିନ୍ତୁ ଏବେ କଣ ହଉଛି, ଏବେ ସେ ଦେଖୁଛନ୍ତି କୃଷ୍ଣଙ୍କ ପ୍ରତି ଯେତିକି ଭଲ ପାଇବା ଅଛି ଆମ ପିଲାମାନଙ୍କ ପ୍ରତି ଆମର ସେତିକି ଭଲ ପାଇବା ଅଛି। ସେ ଦେଖୁଛନ୍ତି କେହି କିଛି କିନ୍ତୁ ଜାଣି ଅନୁଭବ କରିପାରୁନାହାନ୍ତି। ଆହୁରି ଦେଖୁଛନ୍ତି ଯେ ଯୋଉ ଗାଈ ମାନେ ତାଙ୍କର ଯୋଉ ପୁରୁଣା ସେତେବେଳେ ଯୋଉ ବାଛୁରୀ ଗୋଟେ ବର୍ଷ ହେଇଲାଣି ସେ ବଡ ହେଇଗଲେଣି, ତାପରେ ବି ଯୋଉ ବାଛୁରୀ ଆସି ନୂଆ ବାଛୁରୀ, ଜେନେରାଲି କଣ ଗାଈ ମାନେ ତାଙ୍କର ନୂଆ ବାଛୁରୀକୁ ଅଧିକ ଭଲ ପାଆନ୍ତି। ଯିଏ ବଡ ହେଇଯାଏ ତାକୁ ଆଉ ଏତେ ପଚାରନ୍ତି। କିନ୍ତୁ ସବୁଠି ଦେଖାଯାଉଛି ଯେ ସେ ଯୋଉ ବର୍ଷକର ପୁରୁଣା ସେ ବଡ ବାଛୁରୀ ତାକୁ ହିଁ ଭଲ ପାଉଛନ୍ତି। ନୂଆ ବାଛୁରୀ କି ପଚାରୁନାହାନ୍ତି, ତାକୁ ଲାତ ମାରି ଦଉଛନ୍ତି। ସବୁ ଏଠି ବ୍ରଜରେ ସବୁ ଓଲଟା ପଲଟା ସବୁ ଚାଲିଛି। ଆଉ କେହି କେହି କିନ୍ତୁ ତାକୁ ଆଉ କିଛି ଧରି ପାରୁନାହାନ୍ତି। ତାପରେ ଯେତେବେଳେ ଭଗବାନ ଟିକେ ଟିକେ ତାଙ୍କ ଯୋଗମାୟା ଶକ୍ତି ହଟେଇଲେ, ଫାଷ୍ଟ ଧଇଲେ ବଳରାମ। ହେଲେ କାହ୍ନା ଏଇ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି, କିଛି ଗୋଟେ ତୋର ଇଏ ଚାଲିଛି କି? ତାପରେ ସେ ବଳରାମ ଜାଣିଲେ। ତାପରେ ଆସ୍ତେ ଆସ୍ତେ ବ୍ରହ୍ମା ଯେତେବେଳେ ଦେଖିଲେ ଏସବୁ ଜିନିଷ ଯେ ପୁଣି ସବୁ ଚାଲିଛି, ପିଲା ଯୋଉ ମା ମାନେ ତାଙ୍କର ପିଲାମାନେ ଯେମିତି ତାଙ୍କର ସ୍ୱଭାବ, ଯେମିତି ତାଙ୍କ ଶରୀରର ଗନ୍ଧ ଯେମିତି, ତାଙ୍କର କଥାବାର୍ତ୍ତା ଯେମିତି, ଏମିତି କି ଶରୀର ଗନ୍ଧ ଛାଡ ତାଙ୍କର ଆଚରଣ ଯେମିତି, ତାଙ୍କ ସ୍ୱଭାବ ଯେମିତି, ସେମିତି ହିଁ ପୁରା ଭଗବାନ ସେମିତି ହିଁ ବିସ୍ତାର କରୁଛନ୍ତି। ତାଙ୍କର ସ୍ୱଭାବ ଅନୁସାରେ ହିଁ ସେମିତି ଇଏ କରିବା କଥା ସେମିତି ହିଁ ବିସ୍ତାର କରିଛନ୍ତି, କେହି କିଛି ଜାଣିବାର ନାହିଁ। ହୁଁ। ତାପରେ ବଛଡା ମାନଙ୍କର ସେଇଭଳିଆ ସ୍ୱଭାବ, ସେଇଭଳିଆ ଇଏ ତ ବ୍ରହ୍ମାଜୀ ଦେଖିକି କହିଲେ ମୁଁ ତ ନେଇଥିଲି, ପୁଣି ଉପରକୁ ଗଲେ ଦେଖିଲେ ସେଠି ବି ଅଛନ୍ତି। ତାପରେ ଯେତେବେଳେ ଭଗବାନ ତାଙ୍କର ମାୟାଟାକୁ ହଟେଇଥିଲେ, ସେତେବେଳେ ଜାଣିଲେ ଯେ ହଁ ଇଏ ଭଗବାନ। ତାପରେ ସେ ତାକୁ ପୁଣି ସ୍ତୁତି କଲେ। ତାପରେ ବ୍ରଜଜନ ମାନଙ୍କର ପୁଣି ସ୍ତୁତି କଲେ ଭଗବାନ। ତାପରେ ଖାଲି ହସିଲେ। ତାପରେ ପୁଣି ବ୍ରହ୍ମାଙ୍କର ସେ ସନ୍ତୁଷ୍ଟି ହେଲାନି, ସେ ଯାଇକି ନବଦ୍ୱୀପ ଧାମରେ ଯାଇକି ପୁଣି ତପସ୍ୟା କଲେ। ଗୌରାଙ୍ଗ ମହାପ୍ରଭୁଙ୍କ ସ୍ୱରୂପକୁ ଧ୍ୟାନ କରିକି ତପସ୍ୟା କଲେ। ତାପରେ ଗୌରାଙ୍ଗ ମହାପ୍ରଭୁ ଯେତେବେଳେ ସନ୍ତୁଷ୍ଟ ହେଲେ, ତାପରେ କହିଲେ ଯେ ଠିକ ଅଛି ତୁମେ ମୋର ଯୋଉ ଗୌର ଲୀଳାରେ ଆସିବ, ଆଉ ତୁମକୁ ସହାୟକ ହବ, ମୋର ପରିକର ରୂପରେ ଆସିବ। ତାପରେ ସେ କହିଲେ ଆଉ ଭୁଲ କରିବିନି। ଯୋଉ ଅଭିମାନ ଟା ମୋର ରହିଯାଇଥିଲା, ବ୍ରହ୍ମା ଯୋଉ ଅଭିମାନ ଟା ରହିଯାଇଥିଲା, ମୁଁ ଉଚ୍ଚ କୂଳରେ ଆସିବିନି, ମୁଁ ପୁରା ଯବନ କୂଳରେ ଆସିବି, ନିଚ କୂଳରେ ପୁରା ଆସିବି। ହେଲେ ମୋର ଆଉ କୌଣସି ଯେମିତି ଅପରାଧ ନ ହେଇଯାଉ। ଭୁଲରେ ଯଦି ପୁଣି ଯଦି କୌଣସି ମାନେ ଅହଙ୍କାର ଆସିଯିବ, ପୁଣି ଅପରାଧ ହେଇଯିବ। ଏମିତି ଯବନ କୂଳକୁ ଚୟନ କରିକି ଆସିଲେ, ହରିଦାସ ଠାକୁରଙ୍କର ରୂପରେ ଆସିଲେ। ଏମିତି ଆସିକି ସେ ଭଗବାନଙ୍କ ଲୀଳା, ନାମାଚାର୍ଯ୍ୟ ହରିଦାସ ଠାକୁର ତାଙ୍କର ଆଜି ନିର୍ଜାଣ ତିଥି। ଯେତେବେଳେ ସେ ଅପ୍ରକଟ ହେଲେ, ମହାପ୍ରଭୁ ତାଙ୍କୁ କଣ କଲେ, ସେ ସେଠି ଆମର ଯୋଉ ସିଦ୍ଧବକୁଳ ଅଛି, ସିଦ୍ଧବକୁଳ ପାଖରେ ଯେତେବେଳେ ପୁରୀକୁ ଗଲେ, ମହାପ୍ରଭୁ ତାଙ୍କୁ ସେ ଜାଗାରେ ସ୍ଥାନ ଦେଇଥିଲେ। ସେ ଜାଗାରେ ରହିକି ସେ ଭଜନ କରୁଥିଲେ। ସେଠି ମହାପ୍ରଭୁ ନିଜେ ଗୋଟେ ଦାନ୍ତ କାଠି, ଯୋଉ ବକୁଳ ଗଛର ଦାନ୍ତ କାଠି ପୋତି ଦେଇଥିଲେ, ଯୋଉଠିକି ସାଙ୍ଗେ ସାଙ୍ଗେ ଗୋଟେ ବଡ ବୃକ୍ଷ ହେଇଯାଇଥିଲା। ସେ ବୃକ୍ଷ ତଳେ ବସିକି ଭଜନ କରୁଥିଲେ, ସେ ବୃକ୍ଷ ବି ସିଦ୍ଧ ହେଇଯାଇଥିଲା। ତାଙ୍କର ତ ବହୁତ ଲୀଳା ଅଛି ହରିଦାସ ଠାକୁରଙ୍କର। ଆମର ଚୈତନ୍ୟ ଚରିତାମୃତର ଯେତେ ସବୁ କଥା ଅଛି, ବହୁତ ସୁନ୍ଦର ସୁନ୍ଦର ସବୁ କଥା ଅଛି। ତାପରେ ଯେତେବେଳେ ତାଙ୍କର ସମୟ ଆସିଲା, ଅପ୍ରକଟ ସମୟ, ତ ମହାପ୍ରଭୁ ତାଙ୍କୁ ନିଜ କୋଳରେ ରଖିକି ତାଙ୍କର ତିନିଟା ଇଚ୍ଛା ଥିଲା ତାକୁ ପୂରଣ କରି, ହୁଁ, ତାଙ୍କୁ ନିଜ କୋଳରେ ବସେଇ, ତାପରେ ତାଙ୍କର ଅପ୍ରକଟ ପରେ ତାଙ୍କୁ ନିଜେ ଭିକ୍ଷା ମାଗିକି ସବୁ ଜାଗାରେ ଯାଇକି ଯୋଉ ଆମର ସବୁ ଅଛି
ସବୁ ମହାପ୍ରସାଦ ଯୋଉ ବିକ୍ରି କରନ୍ତି ତାଙ୍କ ପାଖକୁ ଯାଇ ନିଜେ ଭିକ୍ଷା ମାଗି ସବୁ ଉତ୍ସବ କରିଥିଲେ। ଆଉ କହିଥିଲେ ଯେ ଯିଏ ଯିଏ ଉତ୍ସବରେ ଭାଗ ନେବେ, ଯିଏ ଯିଏ ଉତ୍ସବରେ ପ୍ରସାଦ ପାଇବେ, ଉତ୍ସବରେ କିଛି ବି ତାଙ୍କର ଅବଦାନ ଅଛି, ସେ ମୋର ଆଶୀର୍ବାଦ ରହିଲା ଯେ ସେମାନେ କୃଷ୍ଣ ପ୍ରେମ ପାଇବେ। ମହାପ୍ରଭୁ ତ ସେତେବେଳେ ବାଣ୍ଟୁଥିଲେ ନା, ଯାହାକୁ ପାଉଥିଲେ ତାକୁ ବାଣ୍ଟୁଥିଲେ ଅଯାଚିତ ଭାବରେ। ଅବଶ୍ୟ ଏବେ ଯୋଉଟା ଚାଲିଛି ଏଇଟା ତ ବାଣ୍ଟୁ ନାହାନ୍ତି। ଏବେ ଚାଲିଛି ଆମକୁ ଟିକେ ବି ବାଟ ଦେଖି ଦେଇଛନ୍ତି, ଆମେ ଟିକେ ସାଧନା କଲା ପରେ ସେଟା ପାଇପାରୁଛୁ, କିନ୍ତୁ ସେତେବେଳେ ପୁରା ବଣ୍ଟା ଚାଲିଥିଲା। ମହାପ୍ରଭୁ ନିଜେ ବାଣ୍ଟୁଥିଲେ। ସେତେବେଳେ କୃପା ଆଶୀର୍ବାଦ କରିଦେଲେ କି ଯିଏ ବି ଏଥିରେ ଟିକେ ବି ଭାଗ ନେଇଛି ସିଏ ମୋର ଯୋଉ ଆଶୀର୍ବାଦରୁ ସେ କୃଷ୍ଣ ପ୍ରେମ ହିଁ ପାଇବ। ତେଣୁ ସମସ୍ତଙ୍କୁ ପୁରା ଆଶୀର୍ବାଦ ଦେଲେ। ଆଉ ସେଠି ଯୋଉ ଆମର ହରିଦାସ ଠାକୁରଙ୍କ ସମାଧି ମନ୍ଦିର ଅଛି, ସେ ସମାଧି ମନ୍ଦିର ପାଖରେ ସେ ସମାଧି ମନ୍ଦିର ପାଖରେ ସେଠି ତାଙ୍କର ସମାଧି ଦିଆହେଲା। ଆଗରୁ କଣ ହେଲା, ଆମର ଯୋଉ ସମୁଦ୍ର ସେଇ ଯାଏଁ ଲାଗିକି ଥିଲା। ଆସ୍ତେ ଆସ୍ତେ ସେଟା ଦୂରେଇ ଗଲାଣି, ସମୁଦ୍ର ସେଇ ଯାଏଁ ଥିଲା। ତ ସେଇ କୂଳରେ ହିଁ ହରିଦାସ ଠାକୁରଙ୍କ ସମାଧି ଦିଆହେଲା। ତ ଆଜି ତାଙ୍କର ନିର୍ଯାସ ତିଥି ହରିଦାସ ଠାକୁରଙ୍କର। ପୁରୀରେ ହିଁ ତାଙ୍କର ସମାଧି ମନ୍ଦିର ଅଛି। ପୁରୀରେ ହିଁ ତାଙ୍କର ସେ ଯୋଉ ଭଜନ ସ୍ଥଳୀ ଅଛି। ପୁରୀ ଗଲେ ଆମେ ତ ସେଇଟା ନିହାତି ଦର୍ଶନ କରୁ। ଆମେ ସବୁ କରିଛେ ବି ଯାଇଥିଲେ। ଆଜି ଆଉ ଗୋଟେ ତିଥି ହେଲା ବିଶେଷ ତିଥି, ୟାଠୁ ବି ଇମ୍ପୋର୍ଟାଣ୍ଟ ତିଥି। କାହିଁକିନା ଇମ୍ପୋର୍ଟାଣ୍ଟ କାହିଁକି ନା, ଏଇ ଯୋଉ ଆଚାର୍ଯ୍ୟ ମାନଙ୍କର ତିଥିରେ ଆଜି ଆଉ ଜଣେ ଆଚାର୍ଯ୍ୟ ଯୋଉ କହିଲେ ଭକ୍ତି ବିଜ୍ଞାନ ଭାରତୀ କୃଷ୍ଣ ମହାରାଜଙ୍କ ଯୋଉ ଡିସାପେରେନ୍ସ ଡେ ଆଜି। ତ ତିଥିରେ ଆମର ବହୁତ କିଛି ଶିଖିବାକୁ ମିଳିବ। ବହୁତ କିଛି ପ୍ରାକ୍ଟିକାଲ ଜିନିଷ ଯୋଉଟା ଆମ ଲାଇଫରେ ସାଧକ ଭକ୍ତ ମାନଙ୍କ ପାଇଁ ଯୋଉଟା ପ୍ରାକ୍ଟିକାଲ ଜିନିଷ, ସେଟା ବହୁତ କିଛି ଶିଖିବାକୁ ମିଳିବ। ପ୍ରାକ୍ଟିକାଲ ଜିନିଷ କଣ, ଆମର 90%, 95% ଏବେ ଯେତେ ଆମେ ସମସ୍ତେ ଅଛେ, ସମସ୍ତଙ୍କର ଅନର୍ଥ ଏଇ ଜଗତରେ ଯେତେ ବି ଅଛନ୍ତି ସାଧକ ଭକ୍ତମାନେ ସମସ୍ତେ ଅନର୍ଥଗତ। ତ ପ୍ରଥମେ ସେଇ ଜିନିଷଟା ପାଇଁ, ସେଇଥିପାଇଁ ତ ଯେତେବେଳେ ରୂପ ଗୋସ୍ୱାମୀ ଯେତେବେଳେ ଉପଦେଶ ମତେ ଲେଖିଲେ, ସିଏ ତ ପ୍ରଥମେ ଡାଇରେକ୍ଟ ଲେଖି ଦେଇଥାନ୍ତେ ଯୋଉ ସାଧନା ଭକ୍ତିର 64 ଅଙ୍ଗ ଯେତେ ସବୁ ଅଛି, ଭକ୍ତି କେମିତି ପାଇବ, ସେ ଉପଦେଶ ମଧ୍ୟରେ ପ୍ରଥମ 3ଟା ଶ୍ଲୋକ କାହିଁକି ସବୁଠୁ ଇମ୍ପୋର୍ଟାନ୍ସ ଦିଆଯାଇଛି। ହେଲେ ଅନର୍ଥକ ଲୋକମାନଙ୍କ ପାଇଁ ପ୍ରଥମେ ଏଇ ଜିନିଷଟା ହିଁ ପ୍ରଥମେ କରିବାକୁ ପଡିବ, ନହେଲେ ହବନି। ଯେତେବେଳେ ଆମର ଯୋଉ ତାଙ୍କ ନାଁ କଣ, ଏ ନାରାୟଣ ନାରାୟଣ ଉଚ୍ଚାରଣ କରିକି କଣ ତାଙ୍କ ନା, ଅଜାମିଳ, ହଁ। ଅଜାମିଳ ନାରାୟଣ ନାରାୟଣ ଉଚ୍ଚାରଣ କରିକି ସେ ବିଷ୍ଣୁ ଦୂତ ମାନେ ଆସିଲେ, ବିଷ୍ଣୁ ଦୂତ ମାନଙ୍କୁ ଦର୍ଶନ କରିକି ତାଙ୍କଠୁ ମାନେ ତାଙ୍କ ଦର୍ଶନରେ ହିଁ ପ୍ରଭାବରେ ସେ ନାରାୟଣ ନାରାୟଣ ଉଚ୍ଚାରଣ କରିକି ଏତେ ବଡ ପଦ ପାଇଗଲେ। କିନ୍ତୁ ଆମ ମାନଙ୍କୁ କିଏ କୋଉମାନେ କୃପା କରିଛନ୍ତି, ମାନେ ଆମ ମାନଙ୍କ ପାଖରେ ଅଛନ୍ତି ଭଗବାନଙ୍କର ଡାଇରେକ୍ଟ ଚୈତନ୍ୟ ମହାପ୍ରଭୁଙ୍କର ପରିକର ମାନେ। ଆମର ଗୌଡୀୟ ଆଚାର୍ଯ୍ୟ ମାନେ ହେଲେ କିଏ, ରାଧାରାଣୀଙ୍କ ମଞ୍ଜରୀ ସ୍ୱରୂପ, ଶକ୍ତିରେ ମଞ୍ଜରୀ ସ୍ୱରୂପ ସେମାନେ। ସେମାନଙ୍କ କୃପା ପାଇକି ଆମେ କାହିଁକି ଏତେ ଶୀଘ୍ର ଭଗବତ ପ୍ରାପ୍ତି କରିପାରୁନେ? ଅସୁବିଧାରେ କଣ ରହୁଛି? କମ୍ପେୟାର ନିଜେ କରନ୍ତୁ। ସିଏ ନାରାୟଣଙ୍କର ଦୂତ, ତାଙ୍କ ଦର୍ଶନ ଖାଲି ନାରାୟଣ ନାରାୟଣ ଉଚ୍ଚାରଣ କରିକି ସେ ବୈକୁଣ୍ଠ ପ୍ରାପ୍ତି କଲେ। ତ ଆମେ ମାନେ କିଏ, ରାଧାରାଣୀଙ୍କର ମଞ୍ଜରୀ ସଖୀ ଯିଏ, ଗୁରୁବର୍ଗ ମାନେ ରାଧାରାଣୀଙ୍କର ସବୁ ମଞ୍ଜରୀ ସଖୀ ନା, ରାଧାରାଣୀଙ୍କର ଦାସୀ। ତ ସେମାନଙ୍କର ସଂସ୍ପର୍ଶରେ ଆସିକି ବି ଆମ ମାନଙ୍କର କାହିଁକି ଏତେ ମାନେ ଅବଷ୍ଟାକଲ କାହିଁ ଆସୁଛି? ଆମେ ମାନେ କାହିଁକି ସେ ଜିନିଷକୁ ପ୍ରାପ୍ତ କରିପାରୁନି? ଆମମାନଙ୍କର ପ୍ରଚୁର ପରିମାଣ ଅପରାଧ ଅଛି। ସେଥିପାଇଁ କୁହାଯାଏ ଯେ ଯେତେ ସବୁ ଅଛନ୍ତି, ଆମେ ସବୁ ଅଛେ ଜଗତରେ, ମୋ ଭିତରେ 95 ନୁହଁ 99 ସମସ୍ତେ ଅପରାଧଗ୍ରସ୍ତ। ଅନର୍ଥ ଅପରାଧ ଏସବୁ ଯଦି ଅଛି, ତେଣୁ ଆମ ମାନଙ୍କ ପାଇଁ ପ୍ରଥମେ ହେଲା କର୍ତ୍ତବ୍ୟ ହେଲା ଏ ଯୋଉ ଉପଦେଶାମୃତରେ ଯୋଉ 3ଟା ଶ୍ଲୋକ କୁହାଯାଇଛି, ଶ୍ରୀକାଷ୍ଠକୁ ଯେତେ ସବୁ କୁହାଯାଇଛି, କୁଣାନ୍ତ ବି ଶୁଣିଛି ନା ତର ବି ସହିଛି ନା, ଏସବୁ ପ୍ରଥମେ ପୁରା ପ୍ରାକ୍ଟିସ କରିକି, ସେଇଟା ସବୁ କୁହାଯାଏନି ଖାଲି ମନେ ରଖିବାକୁ, ସେଇଟା ସବୁ କୁହାଯାଇଛି ତାକୁ ବିଚାର କରିକି ସେ ଜିନିଷକୁ ନିଜ ଲାଇଫ ରେ କେମିତି ଆମେ ଆଚରଣ କରିପାରିବା। ସେମିତି ଏଇ ଯୋଉ ଗୁରୁ ବର୍ଗଙ୍କର ଯୋଉ ଜୀବନୀ, ତାଙ୍କର ଶିକ୍ଷା, ଏଇଟା କାହିଁକି ଆମର ଆମ ଗୁରୁଦେବ ତ କହୁଥିଲେ, ହେଲେ ତୁମେ ଯେମିତି ହେଲେ ବି ନିହାତି କୌଣସି ଆଚାର୍ଯ୍ୟ ଆମର ଗୌଡୀୟ ବୈଷ୍ଣବ ପରମ୍ପରାରେ ତାଙ୍କର ଯେତେବେଳେ ଆବିର୍ଭାବ ଆଉ ତିରୋଭାବ ତିଥି ଆସିଲା, ତ ନିହାତି ଆଲୋଚନା କରିବା ଦରକାର। ସେ ଭିତରେ ତ ତାଙ୍କର କୃପା ମିଳିବ, ସେ ତ ଆଶୀର୍ବାଦ କରିବେ। ସେ ବୈଷ୍ଣବ ମାନଙ୍କର ଆଶୀର୍ବାଦ ହେଲା ଯେମିତି ପାୱାର ପ୍ଲସ୍ ନଉନି କି ପ୍ରୋଟିନ, ସେମିତି ପ୍ରୋଟିନ ଟାଇପ ର ଭକ୍ତିରେ ପୃଷ୍ଟ କରିବ। 2ରେ ହେଲା ଆମର ଅନର୍ଥକୁ ମାନେ ଗୋଟେ ଗୋଟେ ଶିକ୍ଷା ଟାଇପ ର, ଅନର୍ଥକୁ ଦୂର କରିବାକୁ ଗୋଟେ ଗୋଟେ ମନ୍ତ୍ର ଟାଇପ ର। ଆମେ ମାନେ ଆମ ଗୁରୁଜୀଙ୍କଠୁ ସବୁ ନଉଛେ, ମନ୍ତ୍ର ଦୀକ୍ଷା ନଉଛେ, ଦୀକ୍ଷା ଗୁରୁ ହେଲେ। କିନ୍ତୁ ଯୋଉ ଶିକ୍ଷା ରୂପକ ଯୋଉ ମନ୍ତ୍ରଟା, ସେଇଟା ତାଠୁ ବି ଅଧିକ, ସେଇଟା ଆମ ଦୀକ୍ଷା ମନ୍ତ୍ରକୁ ପୃଷ୍ଟ କରିବ। ସେଇଟା ହେଲା ଶିକ୍ଷା ମନ୍ତ୍ର। ସେଇଟା ସବୁ ଆମ ମାନଙ୍କର ଆଚାର୍ଯ୍ୟ ମାନଙ୍କଠୁ, ଶିକ୍ଷା ଗୁରୁଙ୍କଠୁ
ଆମର ଆମ ପରିବାରରେ ଯେତେ ବୈଷ୍ଣବ ପରିବାରରେ ଯେତେ ସବୁ ଶ୍ରେଷ୍ଠ ଶ୍ରେଷ୍ଠ ଆଚାର୍ଯ୍ୟ ଅଛନ୍ତି ତାଙ୍କଠୁ ସବୁ ଶିକ୍ଷା ପାଇବା। ଏମିତି ଆମ ଗୁରୁବର୍ଗଙ୍କ ତିରୋଭାବ ଆବିର୍ଭାବ ତିଥିରୁ ତାଙ୍କ ଜୀବନୀରୁ ସେ ତାଙ୍କ ଲାଇଫରେ ଯାହା କରିଛନ୍ତି, ଯାହା ଶିକ୍ଷା ଗ୍ରହଣ କରିଛନ୍ତି, ତାଙ୍କ ଜୀବନର ଆଦର୍ଶକୁ ଆମକୁ ଗୋଟେ ପଏଣ୍ଟରେ ବୁଝେଇଦେଲେ। ତାକୁ ଯେତେବେଳେ ଆଲୋଚନା କରିବା, ତ ଶିଖିବା, ତାକୁ ଧାରଣ କରିବା, ଆରେ ଏଇ ଜିନିଷଟା କି ମୁଁ ମୋ ଲାଇଫରେ ବି ଜୀବନ ସାରା ଏଟାକୁ ପାଳନ କରିବି। ତ ସେଇଟା କଣ ହେଲା, ସେଟା ଶିକ୍ଷା ମନ୍ତ୍ର ହେଇଗଲା। ଆଉ ଶିକ୍ଷା ମନ୍ତ୍ରଟା ହିଁ ଆମମାନଙ୍କ ପାଇଁ ବହୁତ ଉପଯୋଗୀ। ତେଣୁ ଆମେମାନେ ନିହାତି ରୂପରେ ଗୁରୁବର୍ଗଙ୍କ ତିଥିରେ ତାଙ୍କ ଜୀବନୀ, ତାଙ୍କ ଶିକ୍ଷାକୁ ନିହାତି ରୂପରେ ଆଲୋଚନା କରିବା ଉଚିତ। ଖାଲି ଆଲୋଚନା କରିବା ନୁହଁ, ସେଥିରୁ କଣ ଆମେ ଶିଖିବାକୁ ପାଇଲେ ତାକୁ ବିଚାର କରିକି, ତାକୁ ମନରେ ବିଚାର କରିକି ଏଇ ଜିନିଷଟା କେତେ ଦୂର ଜଷ୍ଟିଫାଏଡ, ତାକୁ ବିଚାର କରିକି ତାକୁ ପୁରା ଜୀବନ ଯାକ ସେଇ ଜିନିଷଟାକୁ ଯଦି ଆପଣେଇ ପାଇଲେ, ତାହେଲେ ଅତି ଶୀଘ୍ର ଆମେ ସେ ଯୋଉ ଅନର୍ଥ ଆମର ସବୁ ଅଛି ଅପରାଧ ଶୀଘ୍ର ଶୀଘ୍ର ଦୂର ହେଇଯିବ। ଦୂର ହେଇଗଲା ପରେ ଆଉ କଣ ଅଛି, ତ କୁହାଯାଇଛି ଯଦି ଅନର୍ଥ ଅପରାଧ ନାହିଁ ତାହେଲେ ଗୋଟିଏ ହରିନାମ ହିଁ ତମକୁ ଭଗବାନଙ୍କ ପାଖରେ ପହଞ୍ଚେଇଦବ, ଆଉ କିଛି ନାହିଁ, ଆଉ ବିଶେଷ ଡିଷ୍ଟାନ୍ସ ନାହିଁ। ତେଣୁ ଗୁରୁବର୍ଗ ତ ରେଡି ହେଇକି ଅଛନ୍ତି ଆମମାନଙ୍କୁ ଆଶୀର୍ବାଦ କରିବାକୁ। ତେଣୁ ଆଜି ଗୁରୁଜୀଙ୍କ ତିଥିରେ ତାଙ୍କର ପୁରା ବହି ଗୋଟେ ଅଛି, ସେଥିରେ ତ ବହୁତ କିଛି ଅଛି। ତାଙ୍କ ଜୀବନୀ, ତାଙ୍କର ଶିକ୍ଷା ବହୁତ କିଛି ଅଛି। ତାଙ୍କର ଯୋଉ ଗୁରୁବର୍ଗ ମାନେ ଥିଲେ, ମାନେ ପ୍ରଭୁପାଦଙ୍କର ଶିଷ୍ୟ ମାନେ, ପରମ ଗୁରୁଦେବଙ୍କ ଗୁରୁ ଭାଇ ମାନେ, ତାଙ୍କ ସାଥିରେ ତାଙ୍କର କଣ ସବୁ ଶିକ୍ଷା ସେ ପାଇଥିଲେ, ତାଙ୍କ ସାଥିରେ ମାନେ ଯେତେବେଳେ ତାଙ୍କ ସେବା କରୁଥିଲେ ତାଙ୍କଠୁ ସବୁ କଣ ଶିଖିବାକୁ ପାଇଥିଲେ, ସେଟା ସବୁ ବର୍ଣ୍ଣନା ଅଛି। ଗୋଟେ ଗୋଟେ ମନ୍ତ୍ର ରୂପରେ ଗୁରୁଜୀ ତାକୁ କହୁଥିଲେ ଯେ ଯେ ଯୋଉ ଗୁରୁଜୀଙ୍କଠୁ ମୁଁ ତ ମନ୍ତ୍ର ପାଇଲି, କିନ୍ତୁ ଅନ୍ୟାନ୍ୟ ଯୋଉ ବୈଷ୍ଣବ ମାନେ ଗୁରୁଜୀଙ୍କ ଗୁରୁ ଭାଇ ଯେତେ ପ୍ରଭୁପାଦଙ୍କର ଯେତେ ସବୁ ପରିକର ଥିଲେ, ଶିଷ୍ୟ ମାନେ ଥିଲେ, ତାଙ୍କର ସେବା କରିବାକୁ ସୁଯୋଗ ପାଇକି ତାଙ୍କଠୁ ଯୋଉ ସବୁ ମନ୍ତ୍ର ମୁଁ ପ୍ରାପ୍ତ କଲି, ସେଇଟା ଗୋଟେ ଗୋଟେ ମନ୍ତ୍ର ଟାଇପ ର ଲାଇଫରେ ଲାଇଫରେ ମୁଁ ତାକୁ ପାଳନ କରିବାକୁ ଚେଷ୍ଟା କରୁଛି। ରୋଜି ଏଇଟା ଅଡିଓ ରେକର୍ଡିଂ ହଉଛି, ମୁଁ ପରେ ତାକୁ ଇଏ କରିଦେବି। ଠିକ ଅଛି। ତେଣୁ ଗୁରୁଜୀ ଆମର ପ୍ରକଟ ହେଇଥିଲେ ଗୋଟେ ସମୃଦ୍ଧ ଆମର ଗୋଟେ ବ୍ରାହ୍ମଣ ଫ୍ୟାମିଲିରେ, ୱେଷ୍ଟ ବେଙ୍ଗଲର ଗୋଟେ ବ୍ରାହ୍ମଣ ଫ୍ୟାମିଲିରେ, ଆଉ ଉଚ୍ଚ କୂଳରେ ଜନ୍ମ ଗ୍ରହଣ କରିଥିଲେ। ଯେତେବେଳେ ଗୁରୁଜୀ ଗୋଟେ କଥା କୁହନ୍ତି, ଯେତେବେଳେ ମାନେ ସେତେବେଳର ସଂସ୍କାର ଏମିତି ଥିଲା, ତାଙ୍କର ସେ ବୈଷ୍ଣବ କୁଳର ସଂସ୍କାର, ଗୁରୁଜୀ ଯୋଉ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପରିବାରର ସଂସ୍କାର ଏମିତି ଥିଲା। ସେ ଛୋଟବେଳୁ କହିଲେ ମୋର ଯେତେବେଳେ ହେତୁ ହେଇଛି, ସେତେବେଳେ ମୁଁ ଦେଖିଛି ଯେ ସକାଳେ ଉଠିକି ସ୍ନାନ ଫାନ କରିସାରିଲା ପରେ ପ୍ରଥମେ ସ୍କୁଲ ଯିବାର ଥାଉ କିମ୍ବା ସ୍କୁଲ ଯିବାର ନଥାଉ, କୌଣସି କାମ ଥାଉ ନଥାଉ, ପ୍ରଥମେ ମତେ ମନ୍ଦିର ଯିବାକୁ ପଡୁଥିଲା। ତାଙ୍କର ପିତା ମାତା ସବୁ ସଂସ୍କାର ଦେଇଥିଲେ, ପ୍ରଥମେ ମନ୍ଦିର ଯାଇକି ମନ୍ଦିରରେ ସେଠି ପ୍ରଣାମ କରିକି ଗୋଟେ ଗୋଟେ ଫୋନ ପଳେଇଲା। ତ ଗୁରୁଜୀ କହୁଛନ୍ତି ଯେତେବେଳେ ମୋର ହେତୁ ହେଲା, ସେବେଠୁ ମୁଁ ଦେଖୁଛି ଯେ ମନ୍ଦିରକୁ ଯାଉଥିଲି, ସେଠି ଯୋଉ ଶାନ୍ତାକାରଂ ଭୁଜଙ୍ଗ ଶୟନଂ ସେଠି ପ୍ରଣାମ କରିକି ସ୍ତବ ସ୍ତୁତି କରୁଥିଲି, କରିକି ସେଠି ପରିକ୍ରମା କରୁଥିଲି। ପରିକ୍ରମା ସାରିକି ସେଠି ଯୋଉ ଚରଣାମୃତ, ସେଠି ଗୋଟେ ଗଦାଧର ଶିଳା ଥିଲା, ସେ ପାଖରେ ଗୋଟେ ମନ୍ଦିରରେ ଗଦାଧର ଶିଳା ପାଖକୁ ତାଙ୍କୁ ପ୍ରଣାମ କରିକି ତାଙ୍କୁ ପରିକ୍ରମା କରିକି ତାପରେ ସେଠୁ ଚରଣାମୃତ ପାଇକି ଘରକୁ ଆସିଲା ପରେ କିଛି ଜଳପାନ କିମ୍ବା କୌଣସି ମାନେ ଘରେ କିଛି ଖାଇବାକୁ ଦଉଥିଲେ, ମା କିମ୍ବା ଜେଜେମା ଦଉଥିଲେ। ତା ପୂର୍ବରୁ କିଛି ମିଳୁନଥିଲା। ଏଇ ସଂସ୍କାରରେ ସେ ମୂଳରୁ ହିଁ ପଡିଥିଲେ। ତ ଯେହେତୁ ତାଙ୍କର ପିତାମାତା ଯିଏ ଥିଲେ, ସିଏ ଥିଲେ ଆମର ଶ୍ରୀନିବାସ ଆଚାର୍ଯ୍ୟଙ୍କ ପ୍ରଭୁଜୀ ଯିଏ ଥିଲେ, ତାଙ୍କର କୌଣସି ବଂଶଧର ଗୋସ୍ୱାମୀଙ୍କର ମାନେ ଦୀକ୍ଷିତ ଥିଲେ, କିନ୍ତୁ ବ୍ରାହ୍ମଣୋଚିତ ସଂସ୍କାର ପ୍ରଚୁର ପରିମାଣ ଥିଲା। ତେଣୁ ଏଇ ସବୁ ଯୋଉ ନିୟମକୁ ପାଳନ କରୁଥିଲେ। 8 ବର୍ଷ ବୟସରେ ତାଙ୍କର ଉପନୟନ ସଂସ୍କାର ହେଲା। 8 ବର୍ଷ ବୟସରେ ଯେତେବେଳେ ଉପନୟନ ସଂସ୍କାର ହେଲା, କହୁଥିଲେ ଯେ ପ୍ରଥମେ ତ ସବୁ ନାଇଁ, ତାଙ୍କୁ ନଣ୍ଡା କଲେ, ତାପରେ ଗାଧେଇକି ତାପରେ ନୂଆ କପଡା ପିନ୍ଧିକି ଆସିଲେ। ତା ପୂର୍ବରୁ ତାଙ୍କର 2-3 ଜଣ ଯେତେ ଅନ୍ୟମାନେ ଥିଲେ, ତାଙ୍କର ବି ଯୋଉ ଉପନୟନ ସଂସ୍କାର ହେଇଗଲା। କିନ୍ତୁ ଗୁରୁଜୀଙ୍କ ଯେତେବେଳେ ସମୟ ଆସିଲା, ଯେତେବେଳେ ବ୍ରାହ୍ମଣ ସେ କହିଲେ ଯେ ମୁଁ ଯାହା କହୁଛି ମୁଁ ମନ୍ତ୍ରକୁ ପଢିବି, ମୁଁ ପଛ ପଛ ତୁମେ ବାଡମ ବାଡମ କହିବ, ମାନେ ମୋ ସ୍ୱୀକାର କରୁଛି, ମୁଁ ସ୍ୱୀକାର କରୁଛି। ସିଏ କହିଲେ ମାଂ ଦିବ୍ୟା ସ୍ୱାମୀ, ଅର୍ଥାତ୍ ମୁଁ ଦିନରେ କେବେ ଶୋଇବି ନାହିଁ, ମୁଁ ଏବେ ବାଡମ ବାଡମ କୁହ। ଗୁରୁଜୀ କହିଲେ, କିଛି କହିଲେନି, ଚୁପ ରହିଲେ। କହିଲେ ମୁଁ ଶୁଣିଛି, ପ୍ରଥମେ କହିଲେ
କହିଲେ ଏବେ ତ ମୁଁ ଦିନ ବେଳେ ଶୋଇବିନି, ଠିକ ଅଛି, କିନ୍ତୁ କୌଣସି ସମୟ ଆସିବ, ମୁଁ ବୟସ୍କ ମାନେ ଶରୀର ଅସୁସ୍ଥ ହେଇଯିବ, ମତେ ଦିନରେ ଶୋଇବାକୁ ପଡିବ, ମୁଁ କେମିତି ଏବେଠୁ ପ୍ରତିଜ୍ଞା କରିଦେବି, କହିଦେବି। ଆଉ ମୁଁ ଆଉ ଗୋଟେ କଥା ହେଲା, ମୁଁ ଆମର ପିତାଜୀଙ୍କଠୁ ଶୁଣିଛି, ବାବାଙ୍କଠୁ ଶୁଣିଛି ଯେ କଣ ଯୋଉ ଅଗ୍ନି ଦେବତା, ଗୁରୁଜନ, ପୁରୋହିତ ଏମାନଙ୍କ ଆଗରେ କେବେ ମିଛ କଥା କହିପାରିବନି। ମିଛ କଥା ମାନେ ଯୋଉଟା ମୁଁ ପାଳନ କରିପାରିବିନି ସେ ସବୁ ଜିନିଷ କେବେ ପ୍ରତିଜ୍ଞା କରିବନି। ମୁଁ କେମିତି ଉଚ୍ଚାରଣ କରିଦେବି, 8 ବର୍ଷ ବୟସରେ କହୁଛନ୍ତି ବୋଲି। ସଂସ୍କାର ସେମିତି ଅଛି। ତ ସମସ୍ତେ ପୁରା ବିଚଳିତ ହେଇଗଲେ। ତାପରେ ବ୍ରାହ୍ମଣ କହିଲା ଯେ ଠିକ ଅଛି, ତମେ କହିବ କଣ, ଯଥା ଜ୍ଞାନ କରୋ ଆମେ, ମୋର ଯେତିକି ସାମର୍ଥ୍ୟ ମୁଁ ସେତିକି କରିପାରିବି। ତେଣୁ ସିଏ ଗୁରୁଜୀ ସେଇଆ କହିଲେ। ପୁଣି ନେକ୍ସଟ ଆସିଲା, ଯୋଉ କେବେ ଜଳରେ ମାନେ ଛଲାଙ୍ଗ ଡୁବକି ଲଗେଇକି ସ୍ନାନ କରିବନି। ମ୍ୟାଡାମ ମ୍ୟାଡାମ କହିଲେନି। ତାପରେ ପୁଣି ସିଏ କହିଲେ ଯୋଉ ଯେତିକି ସାମର୍ଥ୍ୟ ମୁଁ ସେତିକି କରିବି। ଏମିତି ହେଇ 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 ଯେତେ ସବୁ କହୁଥିଲେ, ଏମିତି ହେଇ 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 ଟିକେ ଲେଟ୍ ହେଇଗଲା। ଇଆଡେ ପ୍ରସାଦ ବି ଲେଟ୍ ହେଇଗଲା। ତ ସମସ୍ତେ କିଛି ଦି ତିନି ଜଣ କିଛି ମାନେ ଅସନ୍ତୁଷ୍ଟ ହେଲେ, କିନ୍ତୁ ଅନ୍ୟମାନେ ସମସ୍ତେ ପୁରା ଉଚ୍ଚସ୍ୱରରେ ବହୁତ ପ୍ରଶଂସା କଲେ। ହୁଁ। ସେତେ 8 ବର୍ଷ ବୟସରୁ ଆମେ ଗୁରୁଜୀ କହୁଥିଲେ ମୁଁ ଜୀବନ ସାରା ମୁଁ କେବେ ୟେସ୍ ମ୍ୟାନ ହେଇନି, ଯେ ଯିଏ ଯାହା କହିଦେଲା ମୁଁ ହଁ ମାରିଦେବି। କି ମୋର ପୂର୍ବ ସଂସ୍କାର ଅନୁସାରେ ହିଁ ମୁଁ ତାକୁ ବୁଝିବି, ବିଚାରିବି, ମୁଁ ଯଦି ପାଳନ କରିପାରୁଛି ଜୀବନରେ ତାହେଲେ ହିଁ ହଁ କରିବି। ଆଉ ଯୋଉଟା ଥରେ କଣ କାହାକୁ ମୁଁ ପ୍ରତିଜ୍ଞା କରି କହିଦେଇଛି, ତାକୁ ମାନେ ପ୍ରତିଜ୍ଞା ମୁଁ କଣ କହିଦେଇଛି କିଛି କଥା, ତାକୁ ନିଜର ପାରୁ ପର୍ଯ୍ୟନ୍ତ, ସାମର୍ଥ୍ୟ ପର୍ଯ୍ୟନ୍ତ ମୁଁ ତାକୁ ମାନେ ଲିଭେଇବି। ସେଥିରୁ କେବେ ମୁଁ ଓହରିନି। ଲାଷ୍ଟ କୁ ଗୁରୁଜୀଙ୍କର କିଛି ଉପଦେଶ ଅଛି, ତାକୁ 10ଟା 14ଟା ତାକୁ ଆମେ ପଢିଦେବି ଖାଲି, ବହିରେ ସୁନ୍ଦର ଭାବରେ ଲେଖା ହେଇଛି। ତ ସେଇଭଳି ଭାବରେ ଗୁରୁଜୀଙ୍କର ବାଲ୍ୟ ଜୀବନ ଥିଲା। ତାପରେ ଆହୁରି ବହୁତ ବଢିଆ ବଢିଆ ସବୁ କଥା ଅଛି। ଯେ କହୁଥିଲେ ଯେ ଯଦି ମୁଁ ଦୀକ୍ଷା ଗ୍ରହଣ କରିଥିଲି ମୁଁ ଗୁରୁଜୀଙ୍କ ପାଖରୁ, କିନ୍ତୁ ପ୍ରଭୁପାଦଙ୍କର ଅନ୍ୟ ଶିଷ୍ୟମାନଙ୍କ ପାଖରୁ ମୁଁ ଯୋଉ ଶିକ୍ଷା ଗ୍ରହଣ କରିଥିଲି, ଯେମିତି କି ଭକ୍ତି ରକ୍ଷକ ଶ୍ରୀଧର ଗୋସ୍ୱାମୀ ମହାରାଜ। ଭକ୍ତି ରକ୍ଷକ ଶ୍ରୀଧର ଗୋସ୍ୱାମୀ ମହାରାଜ ସେଠୁ ଗୋଟେ ଭଲ ଶିକ୍ଷା କିଛି ଗ୍ରହଣ କରିଥିଲି। ଶିକ୍ଷା ମନ୍ତ୍ର କଣ ନା, କେବେ ବି ଯୋଉ କୀର୍ତ୍ତନ କରୁଛେ, କୀର୍ତ୍ତନର ସୁର, ଲୟ, ତାଳ ଏଥିପ୍ରତି ବିଶେଷ ଧ୍ୟାନ ଦେଇକି ଯୋଉ ତାର ଭାବ, ଯିଏ ସେ କୀର୍ତ୍ତନକୁ ଲେଖିଛନ୍ତି, ତାର ଯିଏ ରଚନାକାର, ତାଙ୍କର ହୃଦୟଗତ ଭାବ କଣ, ତାକୁ ସେ କୀର୍ତ୍ତନର ଭାବ କଣ, ତାକୁ ସବୁବେଳେ ଧ୍ୟାନ ଦବ। ଆଉ ଏ ସୁର, ଲାଳ, ତାୟରେ ଯଦି ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଯଦି ଆକୁ ନେଗ୍ଲେକ୍ଟ କରିଦବ, ତାହେଲେ ତାର ବିଶେଷ ଭାବରେ କିଛି ପ୍ରଭାବ ପଡିବନି। ତେଣୁ ଏଇଟା ଗୋଟେ ଗୂଢ ମନ୍ତ୍ର ରୂପେ ଗୁରୁଜୀ ତାକୁ ଜୀବନ ସାରା ପାଇଁ ତାକୁ ପାଳନ କଲେ। କହିଲେ ଏଇଟା ଗୋଟେ ମୋର ମନ୍ତ୍ର ରୂପରେ ମୁଁ ତାକୁ ସ୍ୱୀକାର କଲି। ଯେ ଭକ୍ତିରଖ ଶ୍ରୀଧର ଗୋସ୍ୱାମୀ ମହାରାଜ ଏ ମନ୍ତ୍ରଟା ପ୍ରଦାନ କରିଥିଲେ, ଯେ କୀର୍ତ୍ତନରେ ସବୁବେଳେ ବିଶେଷ ଭାବରେ ଧ୍ୟାନ କୋଉଠିକି ଦବ, କୀର୍ତ୍ତନର ଭାବଟା କଣ। ତା ବୋଲି ନୁହଁ ଯେ ସୁର ଲୟ ତାକୁ ପୁରା ଇଆଡୁ ସିଆଡୁ କରିକି ଷ୍ଟୋରି ପଢିଲା ଭଳିଆ ପଢି ଦେଇଯିବ, ସେମିତି ନୁହଁ। ବିଶେଷ ଭାବରେ ପୁରା ଯେମିତି ଇଏ ଏପଟେ ଧ୍ୟାନ ଦେଇଦବ, ସେପଟେ ଜିନିଷ କଣ ଭାବାର୍ଥ ତାକୁ ତାକୁ ଧ୍ୟାନ ହିଁ ଦବନି, ସେମିତି ନୁହଁ। ଯେତିକି ତାର ସୁର ଇଏ ଅଛି ତାକୁ ମେନଟେନ କରିବ, କିନ୍ତୁ ଯେତିକି ପାରିବ ପର୍ଯ୍ୟନ୍ତ। କିନ୍ତୁ ମେନଲି ଧ୍ୟାନ କୋଉଠିକି ଦବ ନା, ସେ କୀର୍ତ୍ତନର ଭାବକୁ। ସେ କୀର୍ତ୍ତନ ଯୋଉ ଲେଖିଛନ୍ତି, ଯିଏ କୀର୍ତ୍ତନର ରଚନା କର୍ତ୍ତା, ସେ କୋଉ ଭାବରେ ସେଟାକୁ ଲେଖିଛନ୍ତି, ହେଲେ ହିଁ ସେଟାର ସେ ଯୋଉ ସେ ଭାବରେ ତମେ ପ୍ରବେଶ କରିପାରିବେ। ସେଇଟା ହେଲା କୀର୍ତ୍ତନ ମାନେ କରିବାର ମୂଳ ଉଦ୍ଦେଶ୍ୟ। ଆଚାର୍ଯ୍ୟ ମାନେ ତାଙ୍କ ଜୀବନର ଯେତେ ସବୁ ସିଦ୍ଧାନ୍ତକୁ ସେ ଗୋଟେ କୀର୍ତ୍ତନରେ ଆମର କଣ ସେଥିପାଇଁ କୁହାଯାଏ, ଆମର ମନୋରଞ୍ଜନ ପାଇଁ ଆମେ କୀର୍ତ୍ତନ କରୁନେ କି ଲୋକରଞ୍ଜନ ପାଇଁ କୀର୍ତ୍ତନ କରୁନେ, ଆମେ କଣ ପାଇଁ କରୁଛେ, ଆମେ ଭକ୍ତିରଞ୍ଜନ ପାଇଁ କୀର୍ତ୍ତନ କରୁଛେ, ଭଗବାନଙ୍କ ପ୍ରୀତି ପାଇଁ କୀର୍ତ୍ତନ କରୁଛେ। ଭଗବାନଙ୍କ ପ୍ରୀତି ପାଇଁ ଯଦି କୀର୍ତ୍ତନ କରୁଛେ, ତାର ଭାବାର୍ଥଟାକୁ ବୁଝିବାକୁ ପଡିବ। କୋଉ ଭାବରେ ସେ ଯୋଉ ଆଚାର୍ଯ୍ୟ ଲେଖିଛନ୍ତି କୀର୍ତ୍ତନଟାକୁ, ସେ କୋଉ ଭାବରେ କଣ ସେଥିରେ ସବୁ ଢାଳି ଦେଇଛନ୍ତି, କୋଉ ଭାବଟାକୁ ଢାଳି ଦେଇଛନ୍ତି, ତାକୁ ସିନା ଧ୍ୟାନ ଦେଲେ ଆମେ ବୁଝିପାରିବା। ସେଥିପାଇଁ ତ ଆମର ଗୋଟେ ଇଏ ହେଇଛି ନା, ଭାବାର୍ଥ ସହିତ ଗୋଟେ କୀର୍ତ୍ତନ ବହି ବାହାରିଲା ସ୍ପେସିଆଲି ସେଥିପାଇଁ, ଆମ ତାକୁ ଲାଗିକି ବାହାର କଲେ, ଯେ ଆପଣ ମାନଙ୍କୁ ଅନ୍ୟମାନଙ୍କୁ ସୁବିଧା ହବ। ବଙ୍ଗଳା ପ୍ଲେୟାର ବୁଝି ପାରିଲେ ବି ତାକୁ ଆଉ ଟିକେ ଭାବାର୍ଥ ରୂପରେ ବାହାରିଲା, ମାନେ ବୁଝି ବୁଝି କୀର୍ତ୍ତନ କରିବ। ଆଉ ଏଇଟା ବି ଭକ୍ତିକୁ ବହୁତ ରୂପରେ ପୃଷ୍ଟ କରେ। ଆମର ଶିଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ କହୁଥିଲେ, ତମେ ଯଦି ଭକ୍ତିକୁ ଚାରଣାରେ ବାରେଣାରେ କିଣିବାକୁ ଚାହୁଁଛ, ତାହେଲେ ଆମର ଗୌଡୀୟ କୀର୍ତ୍ତନ ବହି ଗୋଟେ ନେଇଯାଅ, ତମେ ଭକ୍ତି ପ୍ରାପ୍ତ କରିଦବ। କାହିଁକି କହୁଥିଲେ, ଭକ୍ତିକୁ ବାରେଣାରେ କିଣିବାକୁ ଚାହୁଁଛ, ମାନେ ସେ ବାରେଣାରେ ସେତେବେଳେ ମୂଲ୍ୟ ଥିଲା, ସେତେବେଳେ ଯୋଉ ଗୌଡୀୟ କୀର୍ତ୍ତନ ବହିର ମୂଲ୍ୟ ଥିଲା ବାରେଣା ରୂପେ ନା ଚାରଣା ରୂପେ କଣ ଥିଲା। ତ ସେଇଟାକୁ ତମେ କିଣିକି ନେଇଯା, ବାସ୍ କୀର୍ତ୍ତନ କରିବ ତା ଭାବାର୍ଥ ସବୁ ବୁଝିକି। ଆଉ ଗୁରୁବର୍ଗଙ୍କ ହୃଦୟରେ ଯେତେ ସବୁ ଭକ୍ତି ଅଛି ତ ସେଇଥିରେ ଢାଳି ଦେଇଛନ୍ତି, ତାକୁ ବୁଝି ବୁଝି ପ୍ରାପ୍ତ କରିପାରିବ। ମାନେ ଏତେ ଇମ୍ପୋର୍ଟାଣ୍ଟ।
ସେଇଟାକୁ ସେ ଶିଳ ଶ୍ରୀଧର ଗୋସ୍ୱାମୀ ମହାରାଜଙ୍କ ପାଖରୁ ଶିକ୍ଷା କଲେ। ତାପରେ ଆଉ ଗୋଟେ କଥା କହୁଥିଲେ ଶିଳ ଶ୍ରୀଧର ଗୋସ୍ୱାମୀ ମହାରାଜ ଯେ ସବୁବେଳେ ଉଗ୍ର ସଭା ବନିବ। ଉଗ୍ର ସଭା ମାନେ ସବୁବେଳେ ତମେ ଉଚ୍ଚ ଶ୍ରେଷ୍ଠ ବୈଷ୍ଣବ ମାନଙ୍କଠୁ ଶ୍ରବଣ କରିବାକୁ ଚେଷ୍ଟା କରିବ। ଗୁରୁଜୀ କହିଲେ ଉଚ୍ଚ ବୈଷ୍ଣବ ଶ୍ରେଷ୍ଠ ବୈଷ୍ଣବ ମାନଙ୍କ ସଙ୍ଗ କେମିତି ସବୁବେଳେ ମିଳିବ, ତାଙ୍କଠୁ କଥା ସେମିତି କେମିତି ଶୁଣିବି, ଏଇଟା ସମ୍ଭବପର କେମିତି ହେଇପାରିବ, ସବୁବେଳେ ତ ସୁଯୋଗ ମିଳିବନି। ସେ କହିଲେ ତାଙ୍କ ସେବା କରିବ, ଯେତେବେଳେ ବୈଷ୍ଣବ ସେବା ଉପସ୍ଥିତ ହଉଛି ତାଙ୍କ ସେବା କରିବ, ସେବା କଲେ ତାଙ୍କର ଉଗ୍ର ତାଙ୍କ ପାଖରୁ ଶୁଣିବା ସୁଯୋଗ ମିଳିପାରିବ। ଆଉ ଗୋଟେ କଥା କହୁଥିଲେ ଯେ ଶିଳ ଶ୍ରୀଧର ଗୋସ୍ୱାମୀ ମହାରାଜ କହୁଛନ୍ତି ଯେ ମତେ ଥରେ କଣ ଶିଳ ଯୋଉ ଶିଳ ମାଧବ ମହାରାଜ ଭକ୍ତି ଦୈତ ମାଧବ ଗୋସ୍ୱାମୀ ମହାରାଜ ମତେ ଥରେ ଗୋଟେ ସଭାକୁ ପଠେଇଲେ, ସାଉଥର ଗୋଟେ ସଭାକୁ ପଠେଇଲେ। ସେଠି କଣ ହଉଛି ଅଦ୍ୱୈତବାଦୀ ଶ୍ରୀ ରାଧାକୃଷ୍ଣ ଏବଂ ଦ୍ୱୈତବାଦୀ ଶ୍ରୀ ନାଗପାଳ ଶର୍ମା ଏ ଦି ଜଣଙ୍କ ଭିତରେ ଡିବେଟ ଚାଲିଥିଲା। ଡିବେଟ ଚାଲିଥିଲା ଆଙ୍କୁ ଶିଳ ଶ୍ରୀଧର ଗୋସ୍ୱାମୀ ମହାରାଜଙ୍କୁ ସେ ପଠେଇଲେ କଣ ଜଜ୍ କରିକି, ଜଜ୍ ହେଇକି ପଠେଇଲେ। ସେ ସଭାର ସଭାପତି ସିଏ ଡିସାଇଡ କରିବେ କଣ ନାହିଁ, ମାନେ କୋଉଟା ଠିକ କୋଉଟା ଭୁଲ। ସଭାର ପ୍ରଥମରୁ ସେ କଣ କହିଲେ, କହିଲେ ମୋର ଯେହେତୁ ଏଥିପ୍ରତି ମାନେ ଅଧିକାର ନାହିଁ ଏ ସଭାରେ ସଭାପତି ହବାର, କିନ୍ତୁ ବୈଷ୍ଣବଙ୍କ ଆଦେଶରେ ମୁଁ ଏଇଟାକୁ ସ୍ୱୀକାର କରୁଛି। ଏମିତି କରିକି ଦୈନତାର ସହ ଯାହା କହିବା କଥା କହିକି ବସିଲେ। ଏଠି ଯେ ଯୋଉ ଦ୍ୱୈତବାଦୀ ସେ ନାଗପାଳ ଶର୍ମା ଥିଲେ, ସିଏ ଯେତେବେଳେ ତାଙ୍କ ଭାଷଣ ଷ୍ଟାର୍ଟ କଲେ, ସିଏ ଗୋଟେ କଥା କହିଲେ, କହିଲେ ବୈଷ୍ଣବ ମାନଙ୍କୁ ସବୁ ସ୍ଥାନରେ ନିଜର ଦୀନତା ଦେଖେଇବା ଆବଶ୍ୟକ ନାହିଁ, ଷ୍ଟାର୍ଟ କଲେ। ତାପରେ ଯେତେବେଳେ ଶିଳ ଶ୍ରୀଧର ଗୋସ୍ୱାମୀ ମହାରାଜଙ୍କ ସମୟ ଆସିଲା, ତାପରେ ସେ କହିଲେ କହିଲେ ଯୋଉମାନେ ମାନେ ଶ୍ରେଷ୍ଠ ସଙ୍ଗ କରନ୍ତି, ଶ୍ରେଷ୍ଠ ସଙ୍ଗର ପ୍ରଭାବରେ କଣ ହୁଏ, ନିଜର ଦୀନତା ଟା ଆପେ ଆପେ ଆସିଯାଏ। ମନେକର ଆପଣ ଆପଣଙ୍କର ପୁଅ ପାଖରେ ଠିଆ ହେଇଛନ୍ତି, ତ ସେଠି କଣ ଆସିବ, ଅହଙ୍କାର ଆସିବ, ଦୃଢତା ଆସିବ, ଦମ୍ଭ ଆସିବ। କିନ୍ତୁ ନିଜ ବାପାଙ୍କ ପାଖରେ ଠିଆ ହେଇଥିଲେ କଣ ଆସିବ, ଦୀନତା ଆସିବ, ମୁଁ ପୁଅ ବୋଲି। ସେଥିପାଇଁ ସେମିତି କହୁଛନ୍ତି ଯେତେବେଳେ ଜଣେ କୌଣସି ଶ୍ରେଷ୍ଠ ସଙ୍ଗ କରିବେ, ସେତେବେଳେ ଦୀନତାଟା କୌଣସି ମେକାନିକାଲ ପ୍ରୋସେସ ନୁହେଁ, ସେଇଟା ଆପେ ଆପେ ସେଇଟା ହୃଦୟରେ ପଳେଇ ଆସେ। କିନ୍ତୁ ଯଦି ଜଣେ ଜଣେ ନିମ୍ନ ସଙ୍ଗ କରନ୍ତି, ତାହେଲେ କଣ ହବ, ଦମ୍ଭ ଆସିବ ହୃଦୟରେ। ନିମ୍ନ ସଙ୍ଗରେ ଯେତେବେଳେ ସବୁବେଳେ ରହିବ, ସେତେବେଳେ କଣ ଦମ୍ଭ ଆସିବ। ଗୋଟେ ଟିଚରଟେ ନିଜ ଷ୍ଟୁଡେଣ୍ଟ ମାନଙ୍କ ପାଖରେ ହେଲେ ତ ଦମ୍ଭ ଆସିବ, କିନ୍ତୁ ସିଏ ଯେତେବେଳେ ତା ଟିଚରଙ୍କ ପାଖରେ ରହିବ, ସେତେବେଳେ କଣ ଆସିବ, ମୋ ଟିଚର ମୁଁ ହେଲି ଷ୍ଟୁଡେଣ୍ଟ, ସେତେବେଳେ ତାଙ୍କର ମାନେ ଇଏଟା ଆସିବ। ସେଥିପାଇଁ କହୁଛନ୍ତି ଶ୍ରେଷ୍ଠ ସଙ୍ଗରେ ଅହମ୍ ଦାସୋସ୍ମି ଭାବ ଆସେ, ଆଉ ନିମ୍ନ ସଙ୍ଗରେ ଅହମ୍ ବ୍ରହ୍ମୋସ୍ମି ସଙ୍ଗ ଆସେ। ସେଥିରୁ ସେ ଗୁରୁଜୀ କଣ ଶିକ୍ଷା କଲେ ନା, ଯୋଉ ଚୁଣା ଦପି ସୁନି ଚୁନାର ଗୁଢ ଅର୍ଥଟା କଣ ମୁଁ ଏଠି ବୁଝିବାକୁ ପାଇଲି। ଏଇ ଯୋଉ ଏକ୍ସାମ୍ପଲରୁ ଏଇ ଯୋଉ ସୂତ୍ରଟା ଚୁଣା ଦପି ସୁନି ଚେନା, ଏଇ ଯୋଉ କଥାଟା କୁହାଯାଇଛି, ତାର ଯୋଉ ଗୁଢ ଅର୍ଥଟା ମାନେ କେମିତି ଏଇ ଯୋଉ ଚୁଣା ଦପି ସୁନି ଚେନା ଭାବଟା କେମିତି ଆସିବ, କୌଣସି ମେକାନିକାଲ ପ୍ରୋସେସରେ ଆସିବ ନା କେମିତି ଆସିବ, ଏଇ ଯୋଉ ଟ୍ରିକଟା ସେ କହିଲେ ଏଇଥିରୁ ହିଁ ଶିକ୍ଷା ପାଇଲି। ନା କେମିତି ନା ସାଧୁ ସଙ୍ଗ କର, ଉଚ୍ଚ ବୈଷ୍ଣବ ମାନଙ୍କ ଶ୍ରେଷ୍ଠ ବୈଷ୍ଣବ ମାନଙ୍କ ସଙ୍ଗ କର, ତାଙ୍କର ପ୍ରୀତିପୂର୍ବକ ସେବା କର, ତାଙ୍କର ଗୁଣକୁ ଦେଖିକି ତାଙ୍କର ପ୍ରୀତିପୂର୍ବକ ସେବା କର। ସେବା କଲେ କଣ ହବ ନା, ସେ ଭାବଟା ଯୋଉ ଅହଂ ଦାସୋସ୍ମି, ନିଜର ଯୋଉ ଏଇ ଭାବଟା ନିଜେ ପ୍ରାପ୍ତ କରିପାରିବ, ମାନେ ଅତି ସହଜରେ। ତାକୁ କୌଣସି ଚେଷ୍ଟା କରିବାକୁ ପଡିବନି ଯେ ତୁଣା ଦପି ଶୁଣିଛୁ ନା ଘୋଷିବାକୁ ପଡିବନି, କି ତାକୁ ମନେ ରଖିବାକୁ ପଡିବନି, ସେଟା ଆପେ ଆପେ ପ୍ରାପ୍ତ ହବ। ଏଇଟା ହେଲା ତା ଫର୍ମୁଲା ବା ସୂତ୍ର। ତ ସେଇଟା ମୁଁ ଶିକ୍ଷା କଲି। କେତେ ବଢିଆ ବଢିଆ ଶିକ୍ଷା ଏଇ ଯୋଉ ଜୀବନୀ ଡିସ୍କସନ କରିକି ଆମେ ଜାଣିବାକୁ ପାଉଛୁ। ଏଇଟା ହିଁ ଆମ ମାନଙ୍କର ଲାଇଫରେ ଯଦି ଆପଣ ବିଚାର କରିକି ଏସବୁ ଜିନିଷକୁ ବିଚାର କରିବେ, ଆଉ ତାକୁ ସମ୍ପୂର୍ଣ୍ଣ ରୂପରେ ତାକୁ ଲେଖିକି ରଖିକି ଯେ ଜୀବନ ସାରା ମୁଁ ଏଇଟାକୁ ପାଳନ କରିବି, ଏଇ ଯେମିତି କୀର୍ତ୍ତନ ସବୁବେଳେ କଲା ବେଳେ ତାର ଭାବାର୍ଥକୁ ବୁଝିବା, ଆଉ ତୁଣା ଦପି ଶୁଣିଛୁ ନା ଭାବଟା କେମିତି ଆସିବ ନା ଆମର ଶ୍ରେଷ୍ଠ ବୈଷ୍ଣବଙ୍କ ସଙ୍ଗ କରିବା। ଶ୍ରେଷ୍ଠ ବୈଷ୍ଣବ ସଙ୍ଗ କେମିତି ହବ ନା ତାଙ୍କଠୁ ଉଗ୍ର ସେବା, ତାଙ୍କଠୁ କଥା ଶୁଣିବା, ତାଙ୍କର ସଙ୍ଗ କରିବା, ତାଙ୍କର ସେବା କରିବା, ଆଉ ତାଙ୍କର ଗୁଣ ବିଚାର କରିକି ତାଙ୍କର ଠିକ ଠିକ ରୂପେ ସେବା କଲେ ତାଙ୍କଠୁ କିଛି କଥା ଶୁଣିବାକୁ ପାଇବା, ତାଙ୍କର ସଙ୍ଗ କରିପାରିବା, ଯାହାଦ୍ୱାରା କି ଆମର ଦୀନତା ଆସିବ। ଏସବୁ ମହାପ୍ରଭୁଙ୍କ ଯୋଉ ବାଣୀ ଅଛି, ଉପଦେଶ ଦେଇଥିଲେ ତୁଣା ଦପି ଶୁନିଚି ନା ତରର ବିଷୟ ଶୁଣ, ଆପେ ଆପେ ସେଇଟା ଆମ ହୃଦୟରେ ପଳେଇ ଆସିବ। ତ ଏସବୁ ଆସିବାକୁ ଯୋଉ ପ୍ରୋସେସଟା ଟ୍ରିକଟା ଏ ଗୁରୁବର୍ଗଙ୍କର ଲାଇଫରୁ ହିଁ ତାଙ୍କର ଜୀବନ ସେ ଅଲରେଡି ସବୁ ଡିରେକ୍ସନ ଦେଇଦେଇକି ପଳେଇଛନ୍ତି। ଆମମାନଙ୍କୁ କିଛି ନୂଆ ଉଦ୍ଭାବନ କି ନୂଆ କିଛି ଆବିଷ୍କାର କରିବାକୁ ପଡିବନି। ବା ସେ ଯୋଉଟା କହିଛନ୍ତି ତାକୁ ଖାଲି ପାଳନ କରିବାର ଅଛି, ତାଙ୍କ ଜୀବନୀକୁ ଫଲୋ କରିବାର ଅଛି। ତାଙ୍କ ଉପଦେଶକୁ ପାଳନ କରିବାର ଅଛି। ଆଉ ଗୋଟେ କହୁଛନ୍ତି ଭକ୍ତି ବିଚାର ଯାଯାବର ଗୋସ୍ୱାମୀ ମହାରାଜଙ୍କଠୁ କଣ ପାଇଥିଲେ, କଣ ଗୋଟେ ମନ୍ତ୍ର ପାଇଥିଲେ। କହୁଛନ୍ତି ଥରେ ଭକ୍ତି ବିଚାର ଯାଯାବର ଗୋସ୍ୱାମୀ ମହାରାଜ
ଯେତେବେଳେ ସିଏ ଭଲ ତତ୍ତ୍ୱ ସିଦ୍ଧାନ୍ତ ଥିଲେ, ତ ତାଙ୍କୁ ଆଉ ତାଙ୍କର ଆଉ ଜଣେ ବନ୍ଧୁ, ଦି ଜଣ ଯେତେବେଳେ ଜଏନ କଲେ, ତାପରେ ତାଙ୍କର ଭଲ ସିଦ୍ଧାନ୍ତ, ଗୁଡ଼ିଅ କୀର୍ତ୍ତନରେ ତାଙ୍କ ପ୍ରବେଶ, ଏସବୁ ଦେଖିକି ପ୍ରଭୁପାଦ କଣ କଲେ, ତାଙ୍କୁ ସନ୍ନ୍ୟାସ ଦେବାକୁ ଇଚ୍ଛା କଲେ। ହେଲେ ତୁମେ ସନ୍ନ୍ୟାସ ନେବାକୁ ଯୋଗ୍ୟ। ସିଏ କିନ୍ତୁ କଣ ହେଇଛି ନା, ସିଏ ତାଙ୍କୁ ଥରେ ଗୋଟେ ପ୍ରକାଣ୍ଡ ଜ୍ୟୋତିଷ କହିଥିଲା ଯେ ତମର ସାଂସାରିକ ହବାଟା ନିଶ୍ଚିନ୍ତ ଥୟ, ତମ ହସ୍ତରେଖାରୁ ଜଣାପଡୁଛି ତମେ ନିଶ୍ଚିନ୍ତ ଭାବରେ ସାଂସାରିକ ହବ, ଗୃହସ୍ଥ ହବ। ତ ଯେତେବେଳେ ପ୍ରଭୁପାଦ ଆସି କହିଲେ ତୁମେ ସନ୍ନ୍ୟାସ ନବ, ସେ ପୁରା ଭୟଭୀତ ହେଇଗଲେ। ନା କାହିଁକି ନା ଯଦି ଜଣେ ସନ୍ନ୍ୟାସ ନିଏ ଆଉ ତାପରେ ଗୃହସ୍ଥ ହେଇଯାଏ, ତ ତାକୁ ବାନ୍ତାସୀ ଲୋକ କହିବେ, ତାଙ୍କର 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 ଯୋଉ ବାପା ମା ସବୁ ଯୋଉ ନର୍କକୁ ପୂଜିବେ, ଆଉ ସମ୍ପ୍ରଦାୟର ଗୁରୁ ବର୍ଗଙ୍କର ପୁରା ଅପଦସ୍ଥ ହେଇଯିବେ। ଗୋଟେ ବହୁତ ବଡ ମାନେ ଇଏ ହବ। ତ ସେଥିପାଇଁ ସେ ଡରିଲେ। କିନ୍ତୁ ପ୍ରଭୁପାଦ କହିଲେ ତୁମର କଣ ଯୋଉ ଅଭୟ ଚରଣାବିନ୍ଦରେ ତମେ ଶରଣ ନଉଛ, ସେଥିରେ ଭୟ କଣ? ତେଣୁ ତାଙ୍କୁ ସନ୍ନ୍ୟାସ ଦେଲେ। ତାଙ୍କ ସାଙ୍ଗରେ ଯିଏ ଥିଲେ, ସିଏ କଣ କଲେ, ସିଏ ଗୃହସ୍ଥ ହେଇଗଲେ। କିନ୍ତୁ ଇଏ ସନ୍ନ୍ୟାସ ନେଲେ। ଇଏ ସନ୍ନ୍ୟାସ ନେଲା ପରେ କିଛି ଦିନ ପରେ ଯେତେବେଳେ ପୁଣି ସେ ଇଏ ଆସିକି ଦେଖିଲେ ତାଙ୍କ ହସ୍ତରେଖା ଚେଞ୍ଜ ହେଇଯାଇଛି, ସେ ପୁରା ଆଶ୍ଚର୍ଯ୍ୟ ହେଇଗଲେ। ତାପରେ ସେ କହୁଛନ୍ତି, ଏଇ ପ୍ରକାର ଯୋଉ ଯାଯାବର ଗୋସ୍ୱାମୀ ମହାରାଜଙ୍କଠୁ ମୁଁ କଣ ଶିକ୍ଷା ପାଇଲି ନା, ଯୋଉ ବୃନ୍ଦାବନ ଦାସ ଠାକୁରଙ୍କର ଗୋଟେ କଥା ଅଛି ନା, କୃଷ୍ଣ ଭକ୍ତି ଯଦି ହୟ ବଲବାନ, ବିଧିର କଲମ କାଟି କରେ ଖନ ଖାନ ଖାନ ଖାନ। ମାନେ ଯଦି ଆପଣଙ୍କ କୃଷ୍ଣ ଭକ୍ତି ବଳବାନ ହେଇଗଲା, ତାହେଲେ ସିଏ ତାର ଏତେ ପାୱାର ଯେ ସେ ବିଧିର ଯୋଉ କଲମଟାକୁ ଯୋଉଟା ବ୍ରହ୍ମାଜୀ ଦେଇକି ପଠେଇଥିବେ, ସେଇଟାକୁ ସେ କାଟିକି ଧ୍ୱଂସ କରିଦେବେ। କହୁଛନ୍ତି ମୋର ଯୋଉ ଜାଗତିକ ଯୋଉ ଅଛି, ଏଇ ଯୋଉ କଥାରୁ ମୁଁ ଜାଣିବାକୁ ପାଇଲି ଯେ ନିଜର ଯୋଉ ହସ୍ତରେଖା, ଆଷ୍ଟ୍ରୋଲୋଜି ସବୁ ଅଛି, ଏସବୁ ଜିନିଷକୁ ବିଶେଷ ଭାବରେ ଧ୍ୟାନ ଦବନି। ଧ୍ୟାନ ନ ଦେଇ କଣ, ଆମର ବୈଷ୍ଣବ ମାନେ ଯୋଉ ଆଚାର୍ଯ୍ୟ ମାନେ କହିଛନ୍ତି ତାଙ୍କ କଥାକୁ ଧ୍ୟାନ ଦବ। ବୃନ୍ଦାବନ ଦାସ ଠାକୁର କଣ କହିଲେ? ବୃନ୍ଦାବନ ଦାସ ଠାକୁରଙ୍କର ବିଚାରକୁ ହିଁ ଧ୍ୟାନ ଦବ, କାରଣ ସେଇଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ। ଆଷ୍ଟ୍ରୋଲୋଜିର ଯୋଉ ସାଇନ୍ସ ଅଛି, ସିଏ ବି ତା ଆଗରେ କିଛି ନୁହଁ। ତେଣୁ ଏଇ ଜିନିଷଟା ମୁଁ ଏଇଠି ଶିଖିବାକୁ ପାଇଲି। ଜ୍ୟୋତିଷ, ଚର୍ମପତ୍ରୀ, ହସ୍ତରେଖା, ଏସବୁ ବିଷୟକୁ ଅଧିକ ଧ୍ୟାନ ନ ଦେଇକି ଆଚାର୍ଯ୍ୟ ମାନେ କଣ କହିଛନ୍ତି ସେଥିରେ ଅଧିକ ଧ୍ୟାନ ଦବ। ସେଇଟା ଗୁରୁତ୍ୱପୂର୍ଣ୍ଣ, ସେଇଟା ଅଧିକ ଶକ୍ତିଶାଳୀ। ଏଇ ଜିନିଷଟା ଶିଖିବାକୁ ପାଇଲି, ଆଚାର୍ଯ୍ୟ ମାନଙ୍କ ଜିନିଷକୁ ଧ୍ୟାନ ଦେବାଟା। ତାପରେ ଆଉ ଗୋଟେ କଥା କହୁଛନ୍ତି, ଗୋଟେ ଥର ଚୈତନ୍ୟ ମଠରେ ବିଗ୍ରହ ପ୍ରତିଷ୍ଠା ହଉଥିଲା, ବୃନ୍ଦାବନର ଚୈତନ୍ୟ ମଠରେ। ସେଠି ସବୁ ଆଚାର୍ଯ୍ୟ ମାନେ ସବୁ ଆସିଥିଲେ। ସେଠି ଜଣେ ନୂତନ ବ୍ରହ୍ମଚାରୀ, ନୂତନ ସନ୍ନ୍ୟାସୀ ଗ୍ରହଣ କରିଛନ୍ତି, ଜଣେ ୟଙ୍ଗ ସନ୍ନ୍ୟାସୀ, ଇଂଲିଶରେ ବହୁତ ସୁନ୍ଦର କଥା କରୁଥିଲେ। ତାକୁ ଶୁଣିକି ପ୍ରଭୁପାଦଙ୍କର ଆଶ୍ରିତ ଜଣେ ଭକ୍ତି ବିକାଶ ହୃଷିକେଶ ଗୋସ୍ୱାମୀ ମହାରାଜ, ତ ସିଏ ତାଙ୍କର ତା ପରଦିନ ଯେତେବେଳେ ପ୍ରସାଦ ପାଉଥିଲେ, ତାଙ୍କର ବହୁତ ପ୍ରଶଂସା କଲେ। ବହୁତ ପ୍ରଶଂସା କଲେ। ଯାଯାବର ଗୋସ୍ୱାମୀ ମହାରାଜ କହିଲେ, ସିଏ ତ ଏବେ ବୈଷ୍ଣବ ଜଗତରେ, ସେ ତ ନୂଆ, ସେ ତ ବୈଷ୍ଣବ ଫ୍ୟାମିଲିର ଏବେ ନୂଆ, ତାଙ୍କୁ ଟିକେ ମାନେ ବୈଷ୍ଣବ ଜଗତରେ ବଞ୍ଚିବାକୁ ଦିଅ, ତାପରେ ତାଙ୍କ ପ୍ରଶଂସା କରିବ। କହୁଥିଲେ, ମୁରଲି ଯଦି ଉଡିଲେ ଛାଏ ତବେ ସତୀର ଗୁଣ ଗାଏ। ଯେତେବେଳେ ଗୋଟେ ସତୀ ସ୍ତ୍ରୀ ଯେତେବେଳେ ତାଙ୍କୁ ପୋଡି ଦିଆଯିବ ମଶାଣିରେ, ତାପରେ ତାଙ୍କର ଯେତେ ସବୁ ପାଉଁଶ ଥିବ ସେ ଉଡିକି ବାୟୁରେ ମିଶିଯିବ, ତାପରେ ଯାଇକି ତାଙ୍କୁ କହିବ ସତୀ। ଏବେଠୁ କିଛି କହିବା ଦରକାର ନାହିଁ। ତାପରେ ସେମିତି ସେ ନୂତନ ସନ୍ନ୍ୟାସୀ, ସେ ଏବେ ତ ଭଲ ଭଲ କଥା କହୁଛନ୍ତି, କିନ୍ତୁ ସେ ବିଚାରରେ ସେ ପ୍ରତିଷ୍ଠିତ ଅଛନ୍ତି କି ନାହିଁ, ତାକୁ ତ ଜାଣିବାର ଅଛି। କଥା ତ ଯିଏ ମନ ସିଏ କହିଦବ, ଶ୍ଲୋକ ଘୋଷି ଦେବେ, ତାକୁ କଣ ମନେ ରଖିଦେବେ, କହିଦେବେ ପ୍ଲାଟଫର୍ମ ସ୍ପିକର ଭଳିଆ। ତ ସେଇ ଜିନିଷଟା ଯେତେବେଳେ ପୁଣି କିଛି ଦିନ ପରେ ଦେଖିବାକୁ ମିଳିଲା ଯେ ସେ ପୁଣି ସ୍ତ୍ରୀ ସଙ୍ଗ ଇଏ ସିଏରେ ପଡିକି ସେ ତାଙ୍କର ପୁଣି ଡାଉନଫଲ୍ ହେଇଛି। ଏବଂ ବିଜୟ ରାଜାକୁ ସେମାନେ ଯାହା ପ୍ରଶ୍ନ କରିଥିଲେ ତା ସତ୍ୟ ହେଲା। ମହାରାଜ ଏଠି ଆମ ଗୁରୁଜୀ କଣ କହୁଛନ୍ତି ନା, ଏଇ ଜିନିଷଟାକୁ ବି ମନ୍ତ୍ରପଦ ଗ୍ରହଣ କଲେ। ହୁଁ। ସେ ବିଚାରରେ କି କେତେ ପ୍ରତିଷ୍ଠିତ ହେଇଛନ୍ତି କି ନାହିଁ, ସେଇ ସବୁ ଜିନିଷ ନ ଜାଣିକି ପ୍ରଶଂସା କରିବା, ସେଇ ଜିନିଷଟାକୁ ଠିକ ଠିକ ରୂପରେ ବୁଝିଲେ। ଆଉ ଗୋଟେ ଥରେ କଣ ହେଇଛି, ଭକ୍ତି ବିଚାର ଯାଯାବର ଗୋସ୍ୱାମୀ ମହାରାଜ କଣ ହେଇଛି, ପ୍ରଭୁପାଦଙ୍କର ତିଥିରେ, ଆବିର୍ଭାବ ତିଥିରେ ଜଗନ୍ନାଥପୁରୀରେ ଗୋଟେ ଉତ୍ସବ ହଉଥିଲା। ସେଠି ସବୁ ଆମର ଯୋଉ ପ୍ରଭୁପାଦଙ୍କ ଯେତେ ସବୁ ଶିଷ୍ୟ ମାନେ ସେମାନେ ସବୁ ଆସୁଥିଲେ, ସମସ୍ତଙ୍କୁ ନିମନ୍ତ୍ରଣ ହେଇଥିଲା। ତ ଯେତେବେଳେ ଯାଯାବର ଗୋସ୍ୱାମୀ ମହାରାଜ ଆସିକି ପହଞ୍ଚିଲେ, ତାଙ୍କର ପେଡି ପୁଟୁଳି ଧରିକି ପହଞ୍ଚିଲେ, ସେଠି କୀର୍ତ୍ତନ ଯୋଉ ଅଛି, ଆମର ପ୍ରବେଶ ପୂର୍ବରୁ ଠାକୁରଜୀଙ୍କ ଆଗରେ ସେଠି ଗୋଟେ ନାଟ ମଣ୍ଡପ ଅଛି ନା, ଗେଷ୍ଟ ହାଉସକୁ ଯିବା ପୂର୍ବରୁ, ପ୍ରଭୁପାଦଙ୍କ ଜନ୍ମସ୍ଥାନ ଯୋଉଟା ପୁରୀରେ ଅଛି, ତ ସେଠି ସେ ପେଡି ପୁଟୁଳି ରଖିକି ସେ କୀର୍ତ୍ତନରେ ଭାଗ ନେଲେ। ତାପରେ ତାଙ୍କ କୀର୍ତ୍ତନ ଶୁଣିକି ଗୁରୁଜୀ ଜାଣିପାରିଲେ ମହାରାଜ ଆସିଲେ, ଆସିକି ତାଙ୍କ ପାଖରେ ଠିଆ ହେଲେ, ପଚାରିଲେ, କୀର୍ତ୍ତନ ସରିଲା ପରେ ତାଙ୍କୁ ପଚାରିଲେ, କହିଲେ ମହାରାଜ ଆପଣ ଏତେ ଦୂରରୁ ଆସିଲେ, କୋଉଠି ଗେଷ୍ଟ ହାଉସରେ ରହିବେ, ସ୍ନାନ ଶୌଚ କରିବେ, ସେଥିପ୍ରତି ଦୃଷ୍ଟି ନ ଦେଇକି ଆପଣ କୀର୍ତ୍ତନରେ ଭାଗ ନେଲେ, ମୁଁ କିଛି ବୁଝିପାରିଲି। କହିଲେ ଦେଖ, ମୁଁ ଏଠିକି ଆସିଲି,
ଏଠି ଯଦି କୌଣସି ସେବା ନ ଦେଇକି ସେବା ନ କରିକି ମୁଁ କେମିତି କୋଉ ମାନେ କୋଉ ବିଚାରରେ ତୁମକୁ କହିବି ଯେ ମତେ ଗେଷ୍ଟ ହାଉସ ଦିଅ, ମୋର ବ୍ୟବସ୍ଥା କର, ମୋର ଇଏ ପ୍ରସାଦ ବ୍ୟବସ୍ଥା କର। ପ୍ରଥମେ ତ ମତେ କିଛି ସେବା କରିବାକୁ ପଡିବ। ସେବା କୀର୍ତ୍ତନ ସେବା କଲି, ତାପରେ ଏସବୁ ଜିନିଷ କରିପାରିବି। ସେ ଗୁରୁଜୀ ଏଇ ଜିନିଷଟାକୁ ବହୁତ ଧ୍ୟାନର ସହ ନିଜ ଜୀବନରେ ମନ୍ତ୍ର ରୂପରେ ତାକୁ ପାଳନ କଲେ। ଯେ ଯୋଉଠିକୁ ବି ଯାଉଛେ ପ୍ରଥମେ କିଛି ସେବା କରିବା ଦରକାର, ତାପରେ ସେଠୁ ସେବା ଗ୍ରହଣ କରିବା। ହୁଁ। ତାପରେ ଭକ୍ତି ସାରଙ୍ଗ ଗୋସ୍ୱାମୀ ମହାରାଜ ପ୍ରଭୁପାଦଙ୍କର ଆଉ ଜଣେ ଶିଷ୍ୟ, ତାଙ୍କଠୁ ବି କିଛି ମନ୍ତ୍ର ଗ୍ରହଣ କଲେ। ଯେ ତାଙ୍କଠୁ କଣ ମନ୍ତ୍ର ଗ୍ରହଣ କଲେ, ତାଙ୍କର ଯେତେବେଳେ ବୟସ ବହୁତ ହେଇଯାଇଥିଲା, ସିଏ ଆଉ ବାହାରକୁ ମାନେ ଶୌଚ ଯାଇପାରୁନଥିଲେ। ତାଙ୍କ ପାଇଁ ଗୁରୁଜୀ କଣ କଲେ, ଗୋଟେ ବେତର ଗୋଟେ କମୋଡ ତିଆରି କରିକି ଗୋଟେ ନନ୍ଦୀପୁର କିଣିକି ତାଙ୍କ ପାଇଁ ନଉଥିଲେ। ତ ସେ ସେଇଟାକୁ ଦେଖିକି ପୁରା ମନା କରିଥିଲେ, କହିଲେ ନା 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 ମୁଁ ଏଇଟାକୁ ୟୁଜ କରିପାରିବି ନାହିଁ। କାହିଁକି ମହାରାଜ, ଆପଣ ତ ଗୋଟେ ଯାଇପାରୁନାହାନ୍ତି, ଆଉ ଏତେ ବୟସ ହେଇଗଲାଣି, ଆପଣ ଏଇଟା ୟୁଜ କଲେ ସୁବିଧାରେ କରିହବ। ନା ନା ଏଇଟାକୁ ୟୁଜ କଲେ, ଏଇଟାକୁ ଥରେ ୟୁଜ କଲା ମାନେ ଜଣେ ବୈଷ୍ଣବଙ୍କୁ ଆଉ ସଫା କରିବାକୁ ପଡିବ। ଆଉ ମୁଁ ମଠକୁ କଣ ପାଇଁ ଆସିଛି? ମୁଁ ମଠକୁ ଆସିନି ମୁଁ ବୈଷ୍ଣବଙ୍କ ସେବା ଗ୍ରହଣ କରିବାକୁ, ମୁଁ ଆସିଛି ବୈଷ୍ଣବଙ୍କ ସେବା କରିବାକୁ। ହେଲେ ଯଦି ଖାଲି ଠାକୁରଜୀଙ୍କ ସେବା କରିବାର ଥାନ୍ତା, ମୁଁ ଯୋଉଠି ରହିକି ଘରେ ରହିକି ସବୁଠି ସେବା କରିପାରିଥାନ୍ତି, ମଠକୁ କାହିଁକି ଆସିଛି? ମଠରେ କଣ ହୁଏ, ବୈଷ୍ଣବଙ୍କ ସେବା କରିବାର ସୁଯୋଗ ମିଳେ। ସିଏ ମୋଠୁ ଶ୍ରେଷ୍ଠ ହୁଅନ୍ତୁ କିମ୍ବା ମୋର ଜୁନିୟର ହୁଅନ୍ତୁ, ମୋଠୁ ଜୁନିୟର ତ କହିନାହାନ୍ତି, ମାନେ ମୋଠୁ କନିଷ୍ଠ ହୁଅନ୍ତୁ, କନିଷ୍ଠ ବୈଷ୍ଣବ ହୁଅନ୍ତୁ କି ଶ୍ରେଷ୍ଠ ବୈଷ୍ଣବ ହୁଅନ୍ତୁ, ତାଙ୍କର ସେବା କରିବା ଉଦ୍ଦେଶ୍ୟରେ ହିଁ ମଠକୁ ଆସିଛି। ଆଉ ଠାକୁରଜୀଙ୍କ ସେବା କରିବାର ଥିଲେ, ମୁଁ ତ ଯୋଉ ସବୁ ଜାଗାରେ ଯାଇକି ଠାକୁରଜୀଙ୍କ ସେବା କରିପାରିଥାନ୍ତି, ମଠକୁ ଜଣେ କାହିଁକି ଆସନ୍ତି? ମଠରେ ଏଇ ଗୋଟିଏ ସୁବିଧା ସୁଯୋଗ ମିଳେ ଯେ ସବୁ ବୈଷ୍ଣବଙ୍କର ସେବା କରିବାର ସୁଯୋଗ ଟା ମିଳେ। ଅନ୍ୟ ଜାଗାରେ ଗୃହସ୍ଥ ଲୋକମାନେ ସେମାନେ କିଛି ସୁଯୋଗ ପାଇପାରୁଛନ୍ତି? କେତେବେଳେ କୋଉ ବୈଷ୍ଣବ ସେବା କରିବାର ସୁଯୋଗ ମିଳିଲେ କରିବେ, ଆଉ ତ ସୁଯୋଗ ମିଳିବା ସହଜ ନୁହଁ। ଆଉ ଠାକୁରଜୀଙ୍କ ସେବା କରିବାର ସୁଯୋଗ ସମସ୍ତଙ୍କୁ ମିଳିପାରିବ, କିନ୍ତୁ ମହତ୍ଵ କୋଉଟା ସବୁଠୁ ଅଧିକ? ଭକ୍ତମାନଙ୍କ ସେବା କରିବାର ମହତ୍ଵ ସବୁଠୁ ଅଧିକ। ସେଥିପାଇଁ ତ ଆମର ଯୋଉ ନାମହଟ ଆଉ ଯେତେ ସବୁ ଇଏ ହଉଛି, ଯଦି ଗୋଟେ ଗୋଟେ ଖାଲି ସେଇଟା ଖାଲି ହଉନି ଯେ ସେମିତି କଥା ଶୁଣିବାକୁ, ସେଇଟା ଗୋଟେ ସମସ୍ତଙ୍କୁ ସୁଯୋଗ ଦିଆଯାଉଛି। ସୁଯୋଗ କଣ ନା ଆପଣ ମାନେ ବୈଷ୍ଣବ ମାନଙ୍କ ସେବା କରିବାରେ ଗୋଟେ ସୁଯୋଗ ପାଇବେ। ତା ବୋଲି ନୁହଁ ଯେ କେବଳ ଶ୍ରେଷ୍ଠ ଶ୍ରେଷ୍ଠ ବୈଷ୍ଣବ ମାନଙ୍କ ସେବା କରିଲେ ହିଁ ହବ। କନିଷ୍ଠ ବୈଷ୍ଣବ ମାନେ ସମସ୍ତଙ୍କର ସେବାରେ ହିଁ ବୈଷ୍ଣବ ସେବା ହୁଏ। ତାର ଗୋଟେ ଗୋଟେ ସୁଯୋଗ ଏଇଟା ତିଆରି ହେଇଛି। ତେଣୁ ମହାରାଜ କହୁଛନ୍ତି, କିନ୍ତୁ ମଠ ଆସିବାର କାରଣ ହିଁ ସେଇଟା। ଆଗରୁ ତ ସେ ସବୁ ନଥିଲା। ଆଗରୁ କଥା ଶୁଣିବାକୁ ହେଲେ ମଠକୁ ହିଁ ଆସିବାକୁ ପଡୁଥିଲା। କଥା ଶୁଣିବାକୁ ହେଲେ ଆପଣଙ୍କୁ ଯୋଉ ସେବା କରିବାକୁ ଗଲେ ମଠକୁ ଆସିବାକୁ ପଡୁଥିବ। ଆଜିକାଲି ସବୁ ଆଭେଲେବୁଲ ହେଇଗଲାଣି ସବୁ ଜାଗାରେ, ଘରେ ରହିକି ବି ଆପଣ ସବୁ ଜିନିଷ ପାଇପାରୁଛନ୍ତି। ଭୁବନେଶ୍ୱରରେ ରହିକି ବି ବୈଷ୍ଣବ ସେବା କଥା ସବୁ ଶୁଣି ପାରୁଛନ୍ତି। ଆଗରୁ ପୁରୀ ହିଁ ଯିବାକୁ ପଡୁଥିଲା। ତେଣୁ ମହାରାଜ କହୁଛନ୍ତି ଯେ ଶ୍ରେଷ୍ଠ ବୈଷ୍ଣବ କନିଷ୍ଠ ବୈଷ୍ଣବ, ତ ତାଙ୍କଠୁ ମୁଁ ସେବା କେବେ ଗ୍ରହଣ କରିପାରିବିନି। ମୁଁ ଜୀବନ ସାରା କୃଷ୍ଣଙ୍କ ସେବା କରିବାକୁ ଆସିଛି। ତ ଗୁରୁଜୀ ବହୁତ ଜିନିଷଟାକୁ ହୃଦୟରେ ସହ ନେଲେ। ହେଲେ ଏଇଟା ଗୋଟେ ବହୁତ ମାନେ ମନ୍ତ୍ର ଆକାରରେ ନିଜ ଇଏରେ ଗ୍ରହଣ କଲେ। ଖାଲି ଗୁରୁଜୀ ଗ୍ରହଣ କରୁନାହାନ୍ତି, ଆମ ମାନଙ୍କୁ ବି ଏ ସବୁ ଜିନିଷ ବୁଝିକି ମାନେ ବିଚାରକୁ ବୁଝିବାକୁ ପଡିବ। ସେଥିପାଇଁ ଆମେ ଆଲୋଚନା କରୁଛୁ। ଆଉ ସେଇ ଜିନିଷଟାକୁ ବି ବହି ଆକାରରେ ଗୁରୁଜୀ ଯୋଉଟା କହିଥିଲେ ସେଥିପାଇଁ ସବୁ ଉଲ୍ଲେଖ କରିଛି। ଏଇଟା ଗୋଟେ ବହି ଅଛି, ସର୍ବଦେବମୟ ଗୁରୁ। ଆହୁରି ବି ବହୁତ ସୁନ୍ଦର ସୁନ୍ଦର ବହି ଅଛି, ବିଶୁଦ୍ଧ ଚୈତନ୍ୟ ବାଣୀ। ଏସବୁ ଭକ୍ତି ବେଦାନ୍ତ ସିଦ୍ଧାନ୍ତୀ ମହାରାଜ ଏଟାକୁ ରଚନା କରିଛନ୍ତି। ଶିଲ ଭକ୍ତି ବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜ, ଗୁରୁଜୀ, ତାପରେ ଆହୁରି ଆହୁରି ବୈଷ୍ଣବ ମାନଙ୍କ ବିଷୟରେ ଏସବୁ ଜିନିଷରେ ବର୍ଣ୍ଣନା ଅଛି। ତାପରେ ଆଉ ଜଣେ ବୈଷ୍ଣବ ଥିଲେ ଭକ୍ତି ପ୍ରଜ୍ଞାନ କେଶବ ଗୋସ୍ୱାମୀ ମହାରାଜଙ୍କଠୁ ମୁଁ କଣ ଶିକ୍ଷା କଲି ସେଟା ବି କହୁଛନ୍ତି। ଭକ୍ତି ପ୍ରଜ୍ଞାନ କେଶବ ଗୋସ୍ୱାମୀ ମହାରାଜ କିଏ? ଆମର ଭକ୍ତି ବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜଙ୍କର ଗୁରୁଜୀ। ହୁଁ। ଆମର ଯୋଉ ଗୌଡୀୟ ମଠ ଆମର ଯୋଉ ଆମେ ଅଛେ ଆଇଜିବିଟି, ତାର ମୂଳ ଯିଏ। ତାଙ୍କଠୁ ମୁଁ କଣ ଶିକ୍ଷା କଲି ନା, ଯେତେବେଳେ ପ୍ରଭୁପାଦଙ୍କ ସବୁ ଶିଷ୍ୟ ମାନେ ଥିଲେ, କହିଲେ ଆମ ଗୁରୁଜୀ ମତେ ଭକ୍ତି ପ୍ରଜ୍ଞାନ କେଶବ ଗୋସ୍ୱାମୀ ମହାରାଜଙ୍କର ସେବାରେ କିଛି ଦିନ ରଖିଥିଲେ। ଯେତେବେଳେ ଯୋଉ ଦେବାନନ୍ଦ ଗୁଡେ ମୋର ଥିଲା ନବଦ୍ୱୀପରେ, ସେତେବେଳେ ସେ ତାଙ୍କ ପାଖରେ ଡିଟେକ୍ସନ କରୁଥିଲେ। କଣ ଡିଟେକ୍ସନ କରୁଥିଲେ? ଗୋଟେ କେସ୍ ହେଇଥିଲା ଯେ ଗୋଟେ କୋର୍ଟ କେସ୍ ହେଇଥିଲା ଯେ ଆମର ଯୋଉ ଅଛି ଗୌଡୀୟ ମିଶନ, ତାର ଯିଏ ଥିଲେ ସେତେବେଳେ ଆଚାର୍ଯ୍ୟ ଅଡୁଲଇ ମହାରାଜ, ସେ ଭକ୍ତି ପ୍ରଜ୍ଞାନ କେଶବ ଗୋସ୍ୱାମୀ ମହାରାଜଙ୍କର ଶରୀର ଦୃଷ୍ଟିରୁ ପୂର୍ବ ସମୁଦ ଅନୁସାରେ ବଡ ଭାଇ ଥିଲେ। ତ ସିଏ କଣ କଲେ ନା କିଛି ସିଦ୍ଧାନ୍ତକୁ ଟିକେ ଦୂଷିତ କରିଦେଇଥିଲେ। କିଛି ସିଦ୍ଧାନ୍ତକୁ କିଛି ଗୋଟେ ଡିଷ୍ଟର୍ବାନ୍ସ କରିଥିଲେ। କଣ ନା ହରେ କୃଷ୍ଣ ମହାମନ୍ତ୍ରରେ ଉଚ୍ଚ ସ୍ୱରରେ କୀର୍ତ୍ତନ କରିବନି। ସନ୍ନ୍ୟାସୀ ଯୋଉମାନେ ନଉଛନ୍ତି ସେ କଷାଇ ବସ୍ତ୍ର ଛାଡିକି ଶ୍ୱେତ ବସ୍ତ୍ର ଧାରଣ କରିବା ଷ୍ଟାର୍ଟ କଲେ।
ଏବଂ ନବଦ୍ୱୀପ ଧାମ ପରିକ୍ରମା, ଏଇ ତିନିଟା ବିଚାରକୁ ସିଏ ଖଣ୍ଡନ କଲେ। ତ ସିଦ୍ଧାନ୍ତରେ ଯେତେବେଳେ ମାନେ ଇଏ ମିଶିଲା, ଯେତେବେଳେ ଭକ୍ତି ପ୍ରଜ୍ଞାନ କେଶବ ଗୋସ୍ୱାମୀ ମହାରାଜ, ସେ ତ ଏଇସବୁ ଜିନିଷକୁ ପୁରା ଷ୍ଟ୍ରଙ୍ଗଲି ପୁରା ପ୍ରୋଟେକ୍ଟ କରିକି ରଖିଥିଲେ। ଯେତେ ସବୁ ସିଦ୍ଧାନ୍ତ ବିଚାର, ସେ କଣ କଲେ, ସାଙ୍ଗେ ସାଙ୍ଗେ ଗୋଟେ କୋର୍ଟ କେସ୍ କଲେ। ହେଲେ ତମେ ଯଦି ଗୁରୁଜୀଙ୍କ ବିଚାରଶୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଠାକୁରଜୀଙ୍କର ବିଚାରକୁ ଯଦି ପାଳନ ନ କରିବ, ତାଙ୍କର ଶିଷ୍ୟ ବୋଲି କହି ନ ପାରିବ, ତାହେଲେ ତମେ ତ ମଠର ଅଧିକାର ନାହିଁ। ସେତେବେଳେ ଗୋଟେ ଏଇ ଯୋଉ ସେତେବେଳେ ଯୋଉ ଇଏ ଥିଲା, ତ ତାଙ୍କୁ କଣ କଲେ, ତାଙ୍କ ନାଁରେ କୋର୍ଟ କେସ୍ କଲେ। କୋର୍ଟ କେସ୍ କଲେ ସେତେବେଳେ ଗୁରୁଜୀଙ୍କୁ କଣ କହୁଥିଲେ, ଗୁରୁଜୀ ଆସିଥିଲେ ଭକ୍ତି ପ୍ରଜ୍ଞାନ କେଶବ ଗୋସ୍ୱାମୀ ମହାରାଜ ଡିଟେକ୍ସନ ନଉଥିଲେ କେସ୍ ରେ କଣ ହବ, ତାପରେ ପୁଣି ଯାଉଥିଲେ ଆମର କି କାହାଙ୍କ ପାଖକୁ, ଭକ୍ତିରକ୍ଷ ସିଦ୍ଧାର୍ଥ ଗୋସ୍ୱାମୀ ପାଖକୁ ଯାଉଥିଲେ, କାରଣ ସିଦ୍ଧାର୍ଥ ଗୋସ୍ୱାମୀ ମହାରାଜ ଓକିଲ ଥିଲେ, ଓକିଲାତି କରିକି ମାନେ ପାଠ ପଢିଥିଲେ LLB, ତାଙ୍କ ପାଖକୁ ଯାଉଥିଲେ, ତାକୁ କରେକ୍ସନ କରୁଥିଲେ, କୋର୍ଟରେ ଇଏ କରୁଥିଲେ, ଏଇ ସେବାଟା ତାଙ୍କର ଥିଲା। ତ ଯେତେବେଳେ ସବୁ ଚାଲିଲା, ଯେତେବେଳେ ଫାଇନାଲ ଇଏ ଥିଲା, ହିୟରିଂ ଥିଲା, ସେଦିନ କଣ କଲେ, ଅଡୁଲଭାଇ ମହାରାଜ ଯେ ଆମର ଗୌଡୀୟ ମିଶନ ଯେ ସେତେବେଳେ ଥିଲେ, ସିଏ କଣ କଲେ ନା ପୁଣି ଗେରୁଆ ବସ୍ତ୍ର ଧାରଣ କରିକି ତାଙ୍କର କିଛି ଶିଷ୍ୟମାନଙ୍କୁ ସନ୍ନ୍ୟାସ ଦେଇକି ଉଚ୍ଚ ନାମରେ ହରିନାମ କୀର୍ତ୍ତନ କରି କରି ଧାରଣ କରି ଗେରୁଆ ବସ୍ତ୍ର ଧାରଣ କରିକି ଦଣ୍ଡ କମଣ୍ଡଳ ଧରି ଯାଇକି ସେଠି ପହଞ୍ଚିଲେ। କହିଲେ ଦେଖ, ମୁଁ ତ ସବୁ ଜିନିଷ ପାଳନ କରୁଛି, ଯୋଉଟା ସବୁ ଲେଖା ହେଇଛି ଯେ ଏଇଟା ପାଳନ କରୁନି, ତେଣୁ ମୁଁ ଠିକ ଭାବରେ ଶିଷ୍ୟ, ତେଣୁ ମୁଁ ଏ କେସରେ ତାଙ୍କ ନାଁରେ ତାଙ୍କ ଓଲଟି ଗଲା, ତାଙ୍କ ଫରରେ ଗଲା। ଆଉ ଗୁରୁଜୀ ଆସିକି ପଚାରିଲେ, କହିଲେ ମହାରାଜ ଆଉ ଆମେ ତ କେସ୍ ହାରିଗଲେ ନା କଣ ହବ? ମହାରାଜ ପ୍ରତିଜ୍ଞାନ କେଶବ ଗୋସ୍ୱାମୀ ମହାରାଜ କହିଲେ, କହିଲେ ଆମେ ତ କେସ୍ ହାରିନେ, ଆମେ ତ କେସ୍ ଜିତିଗଲେ। ଆମେ ଯୋଉଥିପାଇଁ କେସ୍ କରିଥିଲେ, ଯେ ସେ ବିଚାରଧାରାରୁ ଚ୍ୟୁତ ହେଇଯାଇଥିଲେ, ତାଙ୍କୁ ତ ସେଇ ବିଚାରଧାରାରେ କୋର୍ଟ ଆମେ ଯୋଉଟା କହୁଥିଲେ ସେ ଯୋଉଟା ମାନୁ ନଥିଲେ, ସେଟା କୋର୍ଟ ଦ୍ଵାରା ସେ ମାନିଗଲେ। ଆମ କଥାକୁ ବିଚାରଧାରାକୁ ସେ ଯୋଉ ପାଳନ କରୁନଥିଲେ, ସେଟା ଆମେ କାହା ଦ୍ଵାରା ସେଟା କରେଇଦେଲେ, ତାଙ୍କୁ ତାଙ୍କୁ ପୁଣି ସେ ବିଚାରଧାରା କେମିତି ନେଇ ଆସିଲେ, କୋର୍ଟ ଦ୍ଵାରା ହିଁ ତାଙ୍କୁ ସେ ଜିନିଷଟା କରେଇଦେଲେ। ତେଣୁ ଆମେ କୋର୍ଟ ଦ୍ଵାରା ତାଙ୍କୁ ଆମ ଯୋଉ ଲକ୍ଷ୍ୟ ଯୋଉଟା ଥିଲା ତାକୁ ପ୍ରାପ୍ତ କଲେ। ତେଣୁ ଆମେ ତ କେସ୍ ଜିତିଗଲେ, ପୁଣି ଯଦି ସେ ବିଚାରଧାରାରୁ ସେ ବିଚ୍ୟୁତ ହୁଅନ୍ତି, ଆମେ ପୁଣି କେସ୍ କରିବା, ପୁଣି ଲଢିଆ। ତେଣୁ ଆମେ କୋର୍ଟ ଲଢିବାକୁ, ସେ ସମ୍ପତ୍ତି ପାଇବାକୁ, ରିଏଲ ଏଷ୍ଟେଟ ବିଜନେସ କରିବାକୁ ଆସିନଥିଲେ, ଆମେ ସେ ସିଦ୍ଧାନ୍ତକୁ ପ୍ରୋଟେକ୍ଟ କରିବାକୁ ହିଁ ଆମେ ଆସିଥିଲେ। ତେଣୁ ଯିଏ ବି ଅପସିଦ୍ଧାନ୍ତ କି ସିଦ୍ଧାନ୍ତରେ କୌଣସି ପ୍ରକାର ଖିଲାପ କରିବ, ଆମେ ତା ବିରୁଦ୍ଧରେ ହିଁ ଠିଆ ହବା, ଯେତେବେଳେ ଯାଏ ଆମର ଗୁରୁବର୍ଗଙ୍କର ବିଚାରଧାରାରେ କୌଣସି ମାନେ ଡିଷ୍ଟର୍ବାନ୍ସ ଆସେ। ତେଣୁ ଗୁରୁଜୀ ଏଠି ଗୋଟେ ସୁନ୍ଦର ଭାବରେ ଶିକ୍ଷା ଗ୍ରହଣ କଲେ। କହୁଛନ୍ତି କିଛି ଅନ୍ୟ ବସ୍ତୁ ପାଇଁ, କେବଳ ବିଶୁଦ୍ଧ सिद्धांत को स्थापन करने प्रभुपादଙ୍କର प्रभुपाद से संबंध युक्त करने के लिए ही था। प्रभुपादଙ୍କ द्वारा प्रभुपादଙ୍କ ठारे संबंध युक्त करिକି शुद्ध विशुद्ध माने सिद्धांत स्थापन करने को भी एक केस थिला, जोटा कि आमे कौन जीतिले। तापरे एमती बहुत बहुत कथा अच्छी भक्ति प्रज्ञान केशव गोस्वामी महाराज भक्ति प्रमोद पुरी गोस्वामी महाराज किसी मंत्र प्राप्त कले। समय हो कौन प्राप्त कले ना थे कौन हूँ पुरी रे कीर्तन चलती, जगन्नाथ रथ यात्रा चलती, से कीर्तन चलती। से कीर्तन में कौन हूँ महाराज जी पूरा कीर्तन कर गोटे जो ये झोली थाए बैग सेटा ओल्ल निजर जपमाला आ कि छोट छोट जिन रखिंट। तो जी किसी प्राणायाम देले महाराज जी कौन करते मुंडे प्रणाम कर रखी दिखते। टंकाटे भी जी देले अति श्रद्धार सह मुंडे प्रणाम कर रखते, बहुत ध्यान रस जमी किसी भी मिस न हुए। सब लक्ष्य अच्छे माने स्वभाव कहीं ये जो जिनसा दौरान ये किए दौरान यहाँ कौन से जी लोक देला से दौर कि यहाँ मो गुरुजी मत पठे आटे भगवान वैष्णव सेवा तेणु ये जो सेवा जो जिनसा आसला मु ठीक ठीक रूप से सेवार लगे दायित्व है मोर। तेणु यू जिन जमी मिस न हुए, ये जो सेवाटा मत दिहला जे ये जिनसा को लेकिन भगवान को वैष्णव सेवार लगाओ, ये जो सेवाटा मत दिहला जमी कौन प्रकार मोर माने विच्युत न हुए। तेणु से जहाँ भी आसूला से मुंडे लगे जमी आमर जो ये दस्यु रत्नाकर ना कौन दस्यु रत्नाकर न ता ना कौन व्याध नारद जी जो व्याध को ये कले कहले तू यहाँ फिंगिदे आ मु तो पाखक सब पठेबी। तो से कौन कले से सब फिंगिदेले तार जो तरबारी सब फिंगिदेला, फिंगिदेकी से कुटीर गला लोक मैंने सब आनिक सब देले। तापर जो नारद जी आ पर्वत मुनि जाके पहुंचले से कौन कहते गुरुजी आपड़ एत पठाऊँ जे मु एकुटिया केते ग्रहण करी।
ତ ସେଠି କହିଲେ ସେ କଣ କହିଥିଲେ ଯେ ଲୋକମାନେ ଏତେ ଆଣୁଛନ୍ତି, ସେ କହିଲେ ଆପଣ ଯେତିକି ପଠଉଛନ୍ତି। କିନ୍ତୁ ସେ ଜାଣିଥିଲେ ଯେ ଏସବୁ ଜିନିଷ ଯେ ପଠଉଛନ୍ତି ଏସବୁ ଲୋକମାନେ ଯୋଉ ପାଖ ଗାଁର ଲୋକମାନେ ଦେଖିଲେ ଯେ ହଁ ଏଇ ଜଣେ ସାଧୁ ହେଇଗଲେ ଏସବୁ ଛାଡିକି, ତ ସେମାନେ ଆଣୁନାହାନ୍ତି। ସେଠି ପଠଉଛି କିଏ ନା ଗୁରୁ ଆଉ ଭଗବାନ ତାଙ୍କ ମନରେ ପ୍ରେରଣା ଦେଇକି ଏସବୁ ଜିନିଷକୁ ପଠଉଛନ୍ତି। ଆଉ ସେମିତି ପୁରୀ ଗୋସ୍ୱାମୀ ମହାରାଜ ଆମ ଗୁରୁଦେବ ସେ କଥା କହୁଥିଲେ, କହିଲେ ଯାହା ବି ଆମ ପାଖକୁ ଆସୁଛି ଗୁରୁଜୀଙ୍କ ପାଖକୁ ଜଣେ ଫୁଲମାଳ ନେଇକି ଆସିଲେ, ତ ସେ ଗୁରୁଜୀଙ୍କୁ ଦେଲେ, ସେ ତାକୁ ପ୍ରଣାମ କରିକି ଯାହା ବି ଆଣନ୍ତି ପ୍ରଣାମ କରିକି ତାକୁ ରଖନ୍ତି। ଥରେ ସେ କହିଲେ ପ୍ରଭୁଜୀ ନା ଇଏ ତ महाराज ये प्राणायाम ये जो ठाकुर जी से ये नहीं है। ठीक है मैं जानता हूँ। प्रणाम क्यों किए ना, जो भी वस्तु आता है तुमके सोचते हो तुम लाते हो, ये मेरे गुरुजी भी भेजे हैं। ତେଣୁ ଗୁରୁଜୀ ଯୋଉଟା ପଠେଇଛନ୍ତି ସେଟା କଣ ପ୍ରାଣାୟାମ ହେଇଗଲା ଆପେ ଆପେ। ତେଣୁ ଏସବୁ ସିଦ୍ଧାନ୍ତରେ ସେ ପୁରା ବିଚାର ସିଦ୍ଧାନ୍ତ ବିଚାରରେ ପୁରା ନିପୁଣ ଥିଲେ। ସୂକ୍ଷ୍ମ ସୂକ୍ଷ୍ମ ବିଚାରକୁ ପୁରା ସମ୍ପୂର୍ଣ୍ଣ ରୂପରେ ଧ୍ୟାନ ଦଉଥିଲେ। ତ ଏଠି ଯେମିତି ଭକ୍ତି ପ୍ରବନ୍ଧ ପୁରୀ ଗୋସ୍ୱାମୀ ମହାରାଜ କିନ୍ତୁ ରଖୁଥିଲେ, ସେଠି କଣ ହେଇଛି ଗୋଟେ ସୁନ୍ଦର କୀର୍ତ୍ତନ ଚାଲିଥିଲା, ସେଇ ତ ପ୍ରାଣ ଧନ ପାଇନୁ ଯାହା ଲାଗି ମଦନ ଦହନେ ଝୁରି ଗେନୁ। ଏସବୁ କୀର୍ତ୍ତନରେ ପୁରା ଭାବର ସହିତ କୀର୍ତ୍ତନ ଚାଲିଛି। ତ ସେଠି କଣ କରୁଛି ଗୋଟେ ଚୋରଟେ ସେ ବ୍ୟାଗକୁ ଚୋରି କରିବାକୁ ଚେଷ୍ଟା କରିଛି। ତ ସେଠି ଜଣେ ପ୍ରଭୁଜୀ ଯିଏ ଥିଲେ ଗୁରୁଜୀଙ୍କ ଗୁରୁ ଭାଇ ସେ ନାରାୟଣ କପୁର ଗୁରୁଦାତା, ସେ କଣ କଲେ ଦେଖିଲେ ଚୋରଟା ତାକୁ ଧରି ପକେଇଲେ, ଧରିକି ପୁରା ଖୁସିରେ କହୁଛନ୍ତି ମୁଁ ଚୋରକୁ ଧରି ପକେଇଲି, ମୁଁ ଚୋରକୁ ଧରି ପକେଇଲି। କିନ୍ତୁ ମହାରାଜାଙ୍କୁ ଟିକେ ଦୃଷ୍ଟି ଯିବ, ମହାରାଜ ଟିକେ ଅନେଇବେ, କିନ୍ତୁ ମହାରାଜ ରାଗିଗଲେ, କହିଲେ ଏ ଲେନେ ଦୋ, ये सब उनको लेने दो, ନେଇଯାଆନ୍ତୁ ସେ ସବୁ। କଣ ମିଳିବ ଏଇ ଯୋଉ ଭାବଟା ଯୋଉ ପ୍ରାପ୍ତି ହେଇଛି ଏଇ ଯୋଉ ସ୍ଥଳ, ସେଇଟା କଣ ଆଉ କେବେ କିଣି ପ୍ରାପ୍ତ କରିହବ? ୟାର ମୂଲ୍ୟ ବଦଳରେ ଏଇଟା କଣ କେବେ ପ୍ରାପ୍ତ କରିହବ? ତେଣୁ ମୁଖ୍ୟ ଜିନିଷଟା କଣ ସେଇ ସମୟରେ, ଯୋଉ ସମୟରେ ସେ ଭାବଟା ମାନେ ପ୍ରାପ୍ତ ହେଇଛି, ତା ବଦଳରେ ଏଇ ଯଦି ସୁନା ଚୋରି ଏଇ ସବୁ ଚୋରି ହେଇଯାଉଛି ତାକୁ ଚୋରି ଦିଅ, ଏଇ ଯୋଉ ଡିଷ୍ଟର୍ବାନ୍ସ କଲେ ତା ଦ୍ୱାରା କଣ ଭାବ ଭଙ୍ଗ ହେଲା। ତ ସେଇ କଥା କହୁଛନ୍ତି ନା ନା କଣ ଏସବୁ ଜିନିଷକୁ ପ୍ରାପ୍ତ କରିବାକୁ ଯୋଉ ଏସବୁ ଜିନିଷ ତୁଳନା କଲେ ଯୋଉଟାକୁ ସେ ଏତେ ଧ୍ୟାନ ଦଉଥିଲେ କିନ୍ତୁ ବ୍ୟାଗରେ ଚୋରି ହେଇଯାଉଛି ତାକୁ ସେ ଧ୍ୟାନ ଦଉନାହାନ୍ତି। ତାଠୁ କଣ ପ୍ରାୟୋରିଟି ଦଉଛନ୍ତି ନା ଯୋଉ ସବୁ ଭାବଟା ଯୋଉ ଆସିଛି ସେଇଟା କେବେ ସହଜରେ କେବେ ଆସିବନି। ତାକୁ ସହଜରେ ଆସିବନି ମାନେ ସେଇଟା ଯେତେ ମାନେ ପ୍ରାପ୍ତ ହେଇଛି ତା ତୁଳନାରେ ଏଇଟା ବହୁତ ନିମ୍ନ। ତେଣୁ ତାକୁ କମ୍ପେୟାର କରିକି ଆମକୁ ସିଲେକ୍ସନ କରିବାକୁ ପଡିବ। ଭାବକୁ ପ୍ରାଧାନ୍ୟ ଦେଇକି ଏସବୁ ଜିନିଷ ଛାଡିବାକୁ ପଡିବ। ସେଠି ଗୋଟେ ଶିକ୍ଷା ଗ୍ରହଣ କଲେ। ଆଉ ଥରେ କଣ ହେଇଛି ନା ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ମହାରାଜ ଆଉ ଗୁରୁଜୀ ଗୋଟେ ଜାଗାକୁ ଯାଇଥିଲେ। ସେଠି ପ୍ରସାଦ ସେଠି ଗୁରୁଜୀଙ୍କ ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ମହାରାଜଙ୍କ ପାଖରେ ଗୁରୁଜୀ ଯେତେବେଳେ ବସିଲେ ପ୍ରସାଦ ପାଇଲେ, ତାଙ୍କର ଜଣେ ଗୁରୁ ଭାଇ କଣ କଲେ ନା ସିଦ୍ଧ ଚାଉଳ ମାନେ ଉଷୁନା ଭାତ, ବୋଧେ ସିଦ୍ଧ ଚାଉଳ ଉଷୁନା ଭାତ, ସେ କେବେ ଉଷୁନା ଭାତ କେବେ ଖାଇନାହାନ୍ତି। ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ମହାରାଜ ବି କେବେ ଖାଇନାହାନ୍ତି ସିଦ୍ଧ ଚାଉଳ। ସେ ଯେତେବେଳେ ମହାରାଜ ଆଣିକି ତାଙ୍କୁ ଅର୍ପଣ କଲେ ମାନେ ପ୍ରସାଦ ଦେଲେ, ସେତେବେଳେ ଇଏ କେବେ ଲାଇଫରେ ଖାଇନାହାନ୍ତି, ସେ ଖାଇବେ କି ନାହିଁ। କିନ୍ତୁ ପୁରୀ ଗୋସ୍ୱାମୀ ମହାରାଜ କଣ କହିଲେ, କହିଲେ ବୈଷ୍ଣବ ଦ୍ଵାରା ଯୋଉଟା ପ୍ରଦାନ କରାଯାଇଥିବା ବସ୍ତୁ ସବୁବେଳେ ନିର୍ଗୁଣ, ବିଚାର ଯୋଗ୍ୟ ନୁହଁ, ପ୍ରସାଦ ପାଅ। ଯେତେବେଳେ ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ମହାରାଜ ପ୍ରସାଦ ପାଇଲେ, ଗୁରୁଜୀ ବି ପ୍ରସାଦ ପାଇଲେ। ସେଠୁ ଶିକ୍ଷା କଣ କଲେ, କହିଲେ ଜୀବନ ସାରା ପାଇଁ ମୁଁ ଏଇଟା ଶିକ୍ଷାକୁ ପାଇଲି ଯେ ବୈଷ୍ଣବଙ୍କ ଦ୍ଵାରା ଯୋଉଟା ଦିଆଯାଇଛି, ପୁରୀ ଗୋସ୍ୱାମୀ ମହାରାଜଙ୍କୁ ଏଇଟା ଶିକ୍ଷାକୁ ପାଇଲି, ତାଙ୍କ ଆଚରଣ ଆଉ ତାଙ୍କ ବଚନରୁ ଶିଖିବାକୁ ପାଇଲି ବୈଷ୍ଣବଙ୍କ ଦ୍ଵାରା ଯୋଉଟା ଦିଆଯାଇଥିବା ବସ୍ତୁ ନିର୍ଗୁଣ, ତେଣୁ ସେଟା ବିଚାର ଯୋଗ୍ୟ ନୁହଁ, ତାକୁ ଗ୍ରହଣ ଯୋଗ୍ୟ। ଏଇ ଶିକ୍ଷାଟା ପାଇଲେ। ତାପରେ ଆହୁରି ଗୋଟେ ବଢିଆ କଥା ଅଛି, ସବୁ ବଢିଆ ବଢିଆ କଥା ଅଛି। ଆଉ ଗୋଟେ କଥା, ଥରେ ଟ୍ରେନରେ ଯାଉଥିଲେ ପୁରୀ ଗୋସ୍ୱାମୀ ମହାରାଜ ଆଉ ଗୁରୁଜୀ ଆଉ ତାଙ୍କର କିଛି ଶିଷ୍ୟ ଏମିତି ସବୁ ଯାଉଥିଲେ। ତ ସେଇ ସମୟରେ କଣ ହେଲା ନା ଆଉ ଜଣେ ଗୃହସ୍ଥ ଭକ୍ତ, ବହୁତ ଧନୀ ଗୃହସ୍ଥ ଭକ୍ତ କଣ କଲେ, ସେ ଟ୍ରେନରେ ଆସିଲେ, ଜଣେ ବ୍ରହ୍ମଚାରୀଙ୍କୁ ବହୁତ ଗାଳି କଲେ, ବହୁତ ଗାଳି କଲେ, ତାଙ୍କୁ ଇଆଡୁ ସିଆଡୁ କହିଲେ, ଇଆଡୁ ସିଆଡୁ କହିକି ଗୋଟେ ବହୁତ ମୋଟା ଆକାରର ଧନ ଆଣିକି ପୁରୀ ଗୋସ୍ୱାମୀ ମହାରାଜଙ୍କୁ ସେବାରେ ଅର୍ପଣ କରିବାକୁ ଇଚ୍ଛା କଲେ। ଯେତେବେଳେ ସେବା ଅର୍ପଣ କରିବାକୁ ଇଚ୍ଛା କଲେ ଯେ ମହାରାଜ ଆପଣ ସେବା କରିବାକୁ ଚାହୁଁଛି ଏଟା ଗ୍ରହଣ କରନ୍ତୁ, ମହାରାଜ ମନା କରିଦେଲେ। କହିଲେ ତୁମେ ବୈଷ୍ଣବ ଅପରାଧ କରିଛ, ସେ ବୈଷ୍ଣବଙ୍କୁ ଗାଳି କରିକି ତାଙ୍କ ମନ ଦୁଃଖ କରିକି ତୁମେ ବୈଷ୍ଣବ ଅପରାଧ କରିଛ, ମୁଁ ତମଠୁ ସେବା ଗ୍ରହଣ କର, ତୁମ ସାଙ୍ଗରେ କଥା ହେବାକୁ ବି ମୋର ଇଚ୍ଛା ନାହିଁ, ମୁଁ ଚାହୁଁନି, ତୁମେ ବାତଚିତ କରିକେ ତୁମର କୌଣସି ଗ୍ରହଣ କରିବି କଣ, କୌଣସି ପ୍ରକାର ସମ୍ବନ୍ଧ ବି ରଖିବାକୁ ମୁଁ ଚାହୁଁନି। କାହିଁକି ନା ଯଦି ତୁମଠୁ ସମ୍ବନ୍ଧ ରଖିବି, ତୁମଠୁ କିଛି ଗ୍ରହଣ କରିବି, ତାହେଲେ ସେ ଅପରାଧ ମତେ ଲାଗିବ। କାହିଁକି ଅପରାଧୀ ବ୍ୟକ୍ତିଙ୍କୁ ଯଦି କିଛି ଆପଣ ଗ୍ରହଣ କରିବେ, ତାହେଲେ ତାଙ୍କର ଯୋଉ ଗ୍ରହଣ କରିବା ଦ୍ଵାରା ହିଁ ସେ ଯୋଉ ତାଙ୍କର ଅନର୍ଥ ଅପରାଧ ଆପଣଙ୍କ ପାଖକୁ ଆସିବ। ତେଣୁ ପୁରୀ ଗୋସ୍ୱାମୀ ମହାରାଜ କହୁଛନ୍ତି ଯେ ମୁଁ ତମ ସାଥିରେ କିଛି ସମ୍ବନ୍ଧ ବି ରଖିବାକୁ ଚାହୁଁନି।
ହଁ, ଯଦ୍ୱାରା କି ମୋର ଯୋଉ ବୈଷ୍ଣବ ଅପରାଧରେ ଭାଗି ହେବାକୁ ପଡିବ। गुरुजी कहते अपराध व्यक्ति की वस्तु को स्वीकार करने से उसका अपराध का भागीदार बनना पड़ता है। ସେଥିପାଇଁ ଏସବୁ ଜିନିଷକୁ ସବୁବେଳେ ଦୃଷ୍ଟି ରଖିବାକୁ ପଡିବ। ଗୋଟେ ବଢିଆ କଥାଟେ ମନେ ପଡୁଛି ଯେ ଥରେ ଏଇଟା ଗୋଟେ କଥା କଣ ଷ୍ଟୋରି ନୁହଁ, ମାନେ ମହାରାଜ ଆଉ କିଛି ଭକ୍ତ ତାଙ୍କ ଜଣ ଘରକୁ ଯାଇଥିଲେ ଯେ ସିଏ କଣ କରିଛି, ସେ ବଢିଆ ବଢିଆ ପ୍ରସାଦ ସବୁ ବ୍ୟବସ୍ଥା କରିଛି ଆଉ ସମସ୍ତେ ପ୍ରସାଦ ପାଇକି ଆସିଲେ। ଆସିଲା ପରେ ଯେ ନୂତନ ଭକ୍ତ ସେ କିନ୍ତୁ ଆସିଲା ବେଳକୁ ଗୋଟେ ଯୋଉ ରୂପାର କଟୋରୀକୁ ଧରିକି ଲୁଚେଇକି ନେଇକି ପଳେଇ ଆସିଲେ। ଆସିଲେ ଆସିକି ପହଞ୍ଚିଲା ପରେ ମଠରେ ବିଚାର କଲେ, କହିଲେ ମୋର ଏଇ ଭାବନାଟା କାହିଁକି ଆସିଲା? ରୂପାର କଟୋରୀ ମୁଁ ଚୋରି କରିକି ନେଇ ଆଇଲି, ମୋର ତ ସ୍ୱଭାବ ସେଇଆ ନୁହଁ, ମୋର କାହିଁ ବିଚାରଟା ଆସିଲା? ତାଙ୍କୁ ପଚାରିଲେ। ତାପରେ ଯୋଉ ତାଙ୍କ ସାଥିରେ ଯୋଉ ଯାଇଥିଲେ ବୈଷ୍ଣବ ମାନେ, ସେ କହିଲେ ତୁମେ ଯାଅ ତାଙ୍କୁ ପଚାରିବ ସେ କଣ ପାଇଁ ସେ ପ୍ରସାଦଟା ଦଉଥିଲେ। ଆମମାନଙ୍କୁ ଡାକିକି ବୈଷ୍ଣବ ଭୋଜନ ସେ କଣ ପାଇଁ ଦଉଥିଲେ ତାଙ୍କୁ ସେ ପଚାରିଲେ। କିଛି ତନାଘନା କଲା ପରେ ଜଣା ପଡିଲା ଯେ ସେ ସବୁ ଚୋରିର ଧନ। ଚୋରିର ଧନକୁ ସେ ପାପରୁ ଭାଗିଦାରକୁ ହଟାଇବାକୁ ସେ କଣ କରୁଛନ୍ତି ନା ବୈଷ୍ଣବ ସେବା କରିଦଉଛନ୍ତି। କିନ୍ତୁ ଅନ୍ୟ ଯୋଉ ବୈଷ୍ଣବ ମାନେ ଯାଇଥିଲେ ଶ୍ରେଷ୍ଠ ବୈଷ୍ଣବ ସିଏ କଣ କଲେ, ସେ ଧନ ସେ ଯୋଉ ପାଇଲେ ସିନା ତାକୁ ପଚେଇ ଦେଲେ। ତାଙ୍କର ସେ ସଂସ୍କାର ଇଏ ଦ୍ଵାରା ଭଜନ ଦ୍ଵାରା ସେଇ ଜିନିଷକୁ ପଚେଇ ଦେଲେ। କିନ୍ତୁ ଇଏ କଣ କଲେ, ତାଙ୍କର ଭଜନ ଏତେ ଶ୍ରେଷ୍ଠ ହେଇନି, ତେଣୁ ଇଏ ପଚନ କରି ପାଇଲେନି। ତ ସେଇ ଇଏଟା ପଳେଇ ଆସିଲା, ସେ ଗୁଣ ଇଏଟା ପଳେଇ ଆସିଲା। ତ ସେଇଥିପାଇଁ ମହାରାଜ ଗୁରୁଦେବ ଏଇ ଜିନିଷଟା ଆମେ ସେଇ ଜିନିଷକୁ ନିଜ ଲାଇଫରେ ତାକୁ ପ୍ରାକ୍ଟିକାଲି ୟୁଜ କରିବା, ଏ ଯୋଉ ଶିକ୍ଷା ମିଳୁଛି। ଥରେ ଜଣେ ବ୍ରହ୍ମଚାରୀ ଚୈତନ୍ୟ ଗୌଡ ମଠର ସେ କଣ କଲେ, ସବୁବେଳେ ଯାଇକି ଯୋଉ ଭଣ୍ଡାରା ପୁରୀ ମନ୍ଦିରରେ ଦିଆଯାଏ ସେଠି ଯାଇକି ଭଣ୍ଡାରା ପାଉଥିଲେ ମହାପ୍ରସାଦ। ଥରେ ଆସିଲେ ଗୁରୁଜୀଙ୍କୁ ପଚାରିଲେ, କହିଲେ ମହାରାଜ ମୋର ମନରେ ସବୁବେଳେ ସ୍ୱପ୍ନରେ ଗୋଟେ ଝିଅ ଗୋଟେ ଯୁବତୀ କାହିଁକି ଆସୁଛି, ମୋର ତ ସେମିତି କିଛି ସଂସ୍କାର ନାହିଁ, ଏମିତି କାହିଁକି ଆସୁଛି? ଗୁରୁଜୀ କହିଲେ ତୁମେ ପ୍ରସାଦ କୋଉଠି ପାଉଛ? ନା ପ୍ରସାଦ ମହାରାଜ ମୁଁ ତ ଗୋଟେ ଥର ଯାଇକି ମୁଁ ପୁରୀ ମନ୍ଦିରରେ ପାଉଛି। ସେ କହିଲେ ଆଚ୍ଛା ଯୋଉଠି ଯାଇକି ପୁରୀ ମନ୍ଦିରରେ ଭଣ୍ଡାର ପାଇଛ 2-3 ଦିନ ହେଲା, ତ ସେଠି ଯାଇକି ପଚାରିବ ସେ ଯେ ଭଣ୍ଡାର ଦଉଛି ସେ କଣ ପାଇଁ ଦଉଛି, କୋଉ ଉଦ୍ଦେଶ୍ୟରେ ଦଉଛି। ସେ ଯାଇକି ପୁରୀ ମନ୍ଦିରରେ ପହଞ୍ଚିଲେ, ଯେ ଭଣ୍ଡାର ଦଉଥିଲେ ତାକୁ ପଚାରିଲେ ଏଇ 2-3 ଦିନ ଯୋଉ ଭଣ୍ଡାର ଦଉଛ କଣ ପାଇଁ ଦଉଛ? ନା ମୋ ଝିଅ ମରିଯାଇଛି ତା ଆତ୍ମାର ଶାନ୍ତି ପାଇଁ ମୁଁ ମହାପ୍ରସାଦ ସବୁ ସାଧୁ ମାନଙ୍କୁ ଦଉଛି। ତାପରେ ସେ ଆସିକି ମହାରାଜଙ୍କୁ କହିଲେ, ଆମ ଗୁରୁଜୀଙ୍କୁ କହିଲେ, କହିଲେ ମହାରାଜ ଏଇଆ କଥା, ହେଲେ ତୁମେ ମଠ ଛାଡିକି କୌଣସି ଜାଗାରେ ପ୍ରସାଦ ପାଇବନି। କେତେ ଏସବୁ ସୂକ୍ଷ୍ମ ଜିନିଷ ଦେଖନ୍ତୁ। ସେ ଯାଇକି କୋଉ ଉଦ୍ଦେଶ୍ୟରେ ସେ ପ୍ରସାଦ ଦଉଥିଲେ, ମହାପ୍ରସାଦ ଉଦ୍ଦେଶ୍ୟରେ ଦଉଥିଲେ, କିନ୍ତୁ ତାଙ୍କର ପଚୟନ ଶକ୍ତି ନାହିଁ, ତାର ପ୍ରଭାବ ପଡୁଛି। ତ ସେ କଥା କହୁଛନ୍ତି ଯେ ତାପରେ ସେ ଆଉ ବାହାର ପ୍ରସାଦ ମହାପ୍ରସାଦ ବାହାରେ ଆଉ କୌଣସି ଇଏ ଲୋକ ପାଇଲେନି। କାରଣ ଯଦି ଆପଣଙ୍କର ପଚାର ଶକ୍ତି ନଥିବ ତାହେଲେ ସିଏ ସେ ଇଏଟା ଆପଣଙ୍କ ପାଖକୁ ପଳେଇ ଆସିବ। ଆମର ତ ଅପରାଧ ଯାହା ବି ଟଙ୍କା କମୁଥିବ ସେଟା ଆପଣଙ୍କ ପାଖକୁ ଆସିବ। ତେଣୁ ଏଇସବୁ ଜିନିଷ ଶିକ୍ଷା କଲେ। ତାପରେ ଭକ୍ତି କୁମୁଦ ସନ୍ତ ଗୋସ୍ୱାମୀ ମହାରାଜଙ୍କୁ ବହୁତ ଶିକ୍ଷା ଅଛି, ଆଉ ସମୟ ନାହିଁ। ପୁଣି ଆଉ କେବେ ସୁଯୋଗ ମିଳେ ଡିସ୍କସନ କରିବା, କିନ୍ତୁ କିଛିଟା ବିଚାର ଯୋଉଟା ଗୁରୁଜୀଙ୍କର ମୁଁ ପଢି ଦଉଛି, ଆପଣ ମାନେ ଆଟଲିଷ୍ଟ ଥରେ ଶୁଣିଥାନ୍ତୁ। ହୁଁ, ଆଦର୍ଶମୟ ନିୟମ ଗୁରୁଜୀଙ୍କର କିଛି ସ୍ୱଲିଖିତ କତିପୟ ଆଦର୍ଶମୟ ନିୟମ ଯୋଉଟା କି ନିଜ ଜୀବନରେ ସବୁବେଳେ ପାଳନ କରି ଆସିଛନ୍ତି। ମୁଁ ଏଇଟା ପଢି ଦଉଛି, ହିନ୍ଦୀରେ ଲେଖା ହେଇଛି। मैंने अपने जीवन में कभी किसी को अपने गुरु महाराज अथवा अन्य किसी वैष्णव से हरिनाम दीक्षा इत्यादि ग्रहण करने के लिए नहीं कहा, बल्कि हरिनाम हरि कथा की महिमा को ही सदैव श्रवण कराया। मेरे विचार था हरिनाम लेने के लिए मैं क्यों कहूँ। श्रद्धा उत्पन्न होने पर वह व्यक्ति स्वयं कहेगा कि मैं हरिनाम ग्रहण करने का अभिलाषी हूँ। ମୁଁ ଏଇ ଜିନିଷଟା କାହିଁକି ମାନେ ପାଠ କରୁଛି, ମୁଁ ଦେଖିଛି ଏସବୁ ଜିନିଷ ଜଣେ ସାଧକ ପାଇଁ ବହୁତ ଉପଯୋଗୀ ଆଉ ଜାଣିବା ନିହାତି ଦରକାର। ଆମେ ଯେତେବେଳେ 6-7 ବର୍ଷ ତଳେ ପୁରୀ ଯାଉଥିଲୁ, ସେଠି ଏ ସୁନ୍ଦର ସୁନ୍ଦର କଥା ବହୁତ ଆଲୋଚନା ହୁଏ ପ୍ରଭୁଜୀ ମାନେ ମହାରାଜ ମାନେ। ଆଉ ମୁଁ ଏବେ ବିଚାର କରୁଛି 6 ବର୍ଷ ପୂର୍ବ 7 ବର୍ଷ ପୂର୍ବରୁ ଏବେ
ଚିନ୍ତାଧାରାରେ ବହୁତ ପ୍ରକାର ସାମଞ୍ଜସ୍ୟ ରହୁଛି, ମାନେ ସାମଞ୍ଜସ୍ୟ ମାନେ ଅଲଗା 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 ରହୁଛି। ମୁଁ ଚିନ୍ତା କଲି ମୁଁ କାହିଁକି ଆସୁଛି ନା, ସେତେବେଳେ ଏଇ ଯୋଉ ଗୁରୁବର୍ଗଙ୍କ ତିଥି ପୁରୀ ଯାଉଥିଲେ କଣ ସେଠି ଶୁଣିବାକୁ ମିଳୁଥିଲା, ଡିସ୍କସନ ହଉଥିଲା ତିଥିରେ, ତାଙ୍କ ଆବିର୍ଭାବ ତିରୋଭାବ ତିଥିରେ ପୁରା ଘଣ୍ଟା ଘଣ୍ଟା ଧରି କଥା ଶୁଣିବାକୁ ମିଳୁଥିଲା। ତା ଦ୍ଵାରା କଣ ହଉଥିଲା ନା, ସେଇଟା ସେ ବିଚାରରେ ପ୍ରବେଶ କରୁଥିଲା। ଏବେ କଣ ହଉଛି, ସେ ସବୁ ଡିସ୍କସନ ହେଲା ଟାଇପ ର ରହିଯାଇକି କେତେବେଳେ କୌଣସି ତିଥି ଆସିଲେ ଟିକେ ଖାଲି ପଢିଦିଅ ଜୟଗୁରୁ ଦିଅ ବାସ୍। କିନ୍ତୁ ଏତେ ବିଚାର ଭିତରେ ପ୍ରବେଶ ଶୁଣିବାକୁ ମିଳୁନି, ଘଣ୍ଟା ଘଣ୍ଟା ଧରିକି ସମୟ ମିଳୁନି। ତା ଦ୍ଵାରା କଣ ହଉଛି, ନିଜ ନିଜେ ମାନେ ଅନୁଭବ କଲେ ସେତେବେଳର ଏତେବେଳର ନିଜେ ହିଁ ବିଚାର ଯୋଉ କରିପାରୁଛୁ ଯେ ହଁ ସେତେବେଳେ କଣ ଥିଲା ଏବେ କାହିଁକି ସେଇଭଳିଆ ବିଚାରଧାରା କାହିଁକି ଆସୁନି। ତ ସେଇଥିପାଇଁ ଆମମାନଙ୍କୁ ନିହାତି ରୂପରେ ଆଟଲିଷ୍ଟ ଯାହା ତ ଅଛି ଲେଖା ହେଇଛି ଗ୍ରନ୍ଥ ସବୁ ରଖିବେ ପାଖରେ, କୌଣସି ତିଥି ଆସିଲେ ତାଙ୍କୁ ପଢିବେ, ତାଙ୍କ ଜୀବନ ତାଙ୍କ ଶିକ୍ଷା, ତା ବାଦେ ଯୋଉ କଥା ବି ଅଛି ତାକୁ ଶୁଣିବେ। ସେଟା ନିଜେ ନିଜେ ଅନୁଭବ କରିପାରିବେ। ଏଇ ଜିନିଷ ବିଚାରଧାରାକୁ ଶୁଣିଲେ ଯେ କେତେ ନିଜର ନିଜ ଭିତରେ ହିଁ କେତେ ଚେଞ୍ଜ ଆସିପାରୁଛି। ଏ ଜିନିଷ କହୁଛନ୍ତି ମାନେ ନିଜ ଜୀବନରେ କବି କୌଣସି ଗୁରୁଙ୍କଠୁ କି କୌଣସି ବୈଷ୍ଣବଠୁ ତୁମେ ଦୀକ୍ଷା ନେଇଯାଅ, ହରିନାମ ନେଇଯାଅ। ଗୁରୁଜୀ କହୁଛନ୍ତି ଏଇଟା ମୁଁ କେବେ କାହାକୁ କହିନି, ତାଙ୍କୁ ହରିନାମର ମହିମା ଶୁଣେଇଛି। ତା ଦ୍ୱାରା କଣ ହବ, ତାର ନିଜର ଶ୍ରଦ୍ଧା ଆସିବ। ଶ୍ରଦ୍ଧା ସୃଷ୍ଟି ହେଲେ କଣ ହବ, ସେ ଯାଇକି ନିଜେ ହିଁ ସ୍ଵୟଂ କହିବ ଯେ ମତେ ହରିନାମ ଦିଅନ୍ତୁ। ତାହେଲେ ଶ୍ରଦ୍ଧା ହିଁ ସବୁଥିର ମୂଳ ଜିନିଷ। ଯେତେବେଳେ ଯାଏଁ ଶ୍ରଦ୍ଧା ଆସିନି ଦେଇଦେଲେ କଣ ହବ, ଅପରାଧ କରିବ। ତାପରେ ଆଉ ଗୋଟେ କଥା କହୁଛନ୍ତି ଦ୍वितीୟରେ, मैंने कभी किसी भी भक्त के मैंने निकट आने पर ये नहीं पूछा कि आप किसके आश्रित थे, किस संस्था से आए हैं, तथा पुनः आपकी किससे कैसे भेंट हो सकती है। कारण गौड़ीय भक्त मात्र के चिन्ह देखने से ही सभी अपने प्रतीत होते हैं। ମାନେ କିଏ କୋଉ ସଂସ୍ଥାରୁ ଆସିଛି, ଆପଣ କୋଉଠୁ ଆସିଛନ୍ତି, ଆପଣ ଗୌଡୀୟ ବୈଷ୍ଣବ ମାନଙ୍କର ତ ଚିହ୍ନ ଗୋଟେ ପ୍ରକାର, ଆଉ ସମସ୍ତେ ଗୋଟେ ଫ୍ୟାମିଲିର। ପୂଜ୍ୟ କହୁଛନ୍ତି କାହାକୁ ଦେଖିଦେଲା ମାନେ ଗୌଡୀୟ ବୈଷ୍ଣବ ସବୁ ତ ନିଜର ହିଁ ପ୍ରତୀତ ହୁଅନ୍ତି। ଯଦି ମୁଁ କେବେ କାହାକୁ କେବେ ପଚାରିବାର ମାନେ କେବେ ପଚାରି ହିଁ ନି ଯେ ତୁମେ କୋଉଠୁ ଆସିଛ, ତୁମେ କାହାର ଆଶ୍ରିତ, ଏଇଟା କେବେ ମୁଁ ପଚାରିନି। नेगेटिव वे नुह, तथा केवे पचारिनी। मैंने कभी किसी को अपने मुख से कई वचन देने के पश्चात उसमें परिवर्तन नहीं किया, भले ही मुझे उसमें कितनी ही असुविधा अथवा विरोध का सामना क्यों ना करना पड़े, नहीं करना पड़ा है। ଥରେ ଯୋଉଟା ବଚନ ଦେଇଛି ତାକୁ ଯେତେ ଅସୁବିଧା ଆସିଲେ ବି ତାକୁ କେବେ ତାକୁ ମାନେ ସେଥିରେ ପରିବର୍ତ୍ତନ କିମ୍ବା ସେଥିରୁ କୌଣସି ତ୍ରୁଟି ଯିବ ମାନେ ବିଚ୍ୟୁତ ହେଇଯିବ ସେଟା କେବେ ମୁଁ କରିନି, ତାକୁ ପାଳନ କରିଛି। मैंने अपने संपूर्ण जीवन में कभी किसी से कोई हास परिहास नहीं किया, कोई मजाक नहीं किया, कभी किसी को पीछे नहीं पड़ा। କୌଣସି ଯେମିତି କୁହାଯାଏ ହାସ୍ୟ ପରିହାସ, ଗୋଟେ ଅଭ୍ୟାସ ଥିବ ହାସ୍ୟ ପରିହାସ, ଯେ ବୈଷ୍ଣବ ମାନଙ୍କୁ ତାଙ୍କ ସାଙ୍ଗରେ ବି ହାସ୍ୟ ପରିହାସ ହେଇଯିବ, କୌଣସି ଶ୍ରେଷ୍ଠ ବୈଷ୍ଣବ ତାଙ୍କ ସାଙ୍ଗରେ ବି ହାସ୍ୟ ପରିହାସ ହେଇଯିବ। ହେଲେ କଣ ହବ ନା, ସେଇ ଯୋଗୁ ଅପରାଧ ସବୁଠୁ ଅଧିକ ହୁଏ ହାସ୍ୟ ପରିହାସ ଯୋଗୁ। ଆମର ଗୋଟେ ଅଭ୍ୟାସ ଥାଏ ଜାଗତିକ ଲୋକ ସାଙ୍ଗସାଥି, ତ ସେଥିରୁ ଆମର ସେଇ ଅଭ୍ୟାସ ଟା ଏଠି ବି ଲାଗିଯାଏ। ବୈଷ୍ଣବ ଜଗତରେ ଯେତେବେଳେ ଆମେ ଆସୁଛେ କଣ୍ଟାକ୍ଟରେ, ତା ଦେହରେ ଅପରାଧ ବି ପ୍ରଚୁର हुए। गुरुजी कहते कहा हाथ प्रति भी केवे करनी। मैंने कभी किसी भी अन्य व्यक्ति के किसी वस्तु को लेकर व्यवहार करने की तो बात ही क्या, उसे उठाकर देखा तक भी नहीं। अन्य कौन सी अन्य कहार जिनस वस्तु केवे व्यवहार करियर इच्छा तो छाड़, कौन केवे कौन नजर ही देखनी। हम्म एमती बहुत बढ़िया गुड़ा कथा अच्छी गुरुजींकर आउ सुजोग मिले से डिस्कसन करिया केमती जो चिकेन पॉक्स कहती ଏଇ ଯୋଉ ଜିନିଷଟା କହିଛନ୍ତି ଶାସ୍ତ୍ରର ବିଚାର ସେ ନିଜେ ପ୍ରାକ୍ଟିସ କରିକି ହିଁ ଦେଖେଇଛନ୍ତି। ତାଙ୍କର ଲାଇଫରେ ସେ ସବୁ ଜୀବନ ଇଏରେ ସେ ସବୁ ଅଛି, ଗ୍ରନ୍ଥରେ ବି ତାଙ୍କର ଏ ସବୁ ବର୍ଣ୍ଣନା ବି ଅଛି। ସେ ସୁଯୋଗ ମିଳେ डिस्कशन କରିବା, ସେଥିରେ ବହୁତ ବହୁତ ଶିକ୍ଷା ବି ମିଳିବ। ଆହୁରି बहुत बहुत बढ़िया। मैंने आज के काम को कभी काल पर नहीं छोड़ा, प्रतिदिन रात्रि पर्यंत अपना संपूर्ण कार्य ऐसे करके रखता था। मैंने यदि मानो यदि मैं कल प्रातः काल नहीं भी रहूं तो किसी को कोई असुविधा नहीं हो, मेरी डायरी देखने मात्र से सब स्पष्ट हो जाएगा। ଆଜିର କାମକୁ ଆଜି ହିଁ ତୁଟେଇକି ଆଜି ରାତି ଭିତରେ ସବୁ ଶେଷ କରିକି ତାକୁ ଡାଏରୀରେ ଲେଖିକି ଯଦି ମୁଁ କାଲି ବି ନ ରହେ ଜଣେ ସକାଳୁ ଆସିକି ମୋ ଡାଏରୀ ଦେଖିକି ସବୁ ଜିନିଷ କ୍ଲିୟର ହେଇପାରିବ, କୌଣସି କାମକୁ ପେंडिंग रखेନି। मैंने सिद्धांत के लिए कभी किसी से कोई समझौता नहीं किया, कभी किसके समझ झुका भी नहीं। କୌଣସି ସିଦ୍ଧାନ୍ତରେ କିଏ ଡିଷ୍ଟର୍ବାନ୍ସ କରୁଛି, ସିଦ୍ଧାନ୍ତରେ ଅପସିଦ୍ଧାନ୍ତ ଅପମିଶ୍ରଣ କରୁଛି କି କୌଣସି ମାନେ ଭୁଲ ଭାଲ କରୁଛି, ସେଥିରେ କୌଣସି ମୁଁ କେବେ କମ୍ପ୍ରମାଇଜ କରିନି। ହଁ ଟିକେ ସିଦ୍ଧାନ୍ତ ହଉଛି ଚଳେଇଦବା, କେବେ ସେମିତି କରିନି।
କୌଣସି କାହା ଆଗରେ କେବେ ମୁଣ୍ଡ ନୁଆଇନି, सिद्धांत विरुद्ध रे କଥା ଇଏ କରିବି। तो ସବୁବେଳେ सिद्धांत की प्रायोरिटी दिए। मैंने कभी किसी को कोई असद परामर्श प्रदान नहीं किया, अपनी समझ के अनुसार जो अच्छे से अच्छे परामर्श दे पाया दिया। କୌଣସି କାହାକୁ ଭୁଲ ପରାମର୍ଶ ଦେଇଦବା, ତାଙ୍କୁ ମନ ରଖିବାକୁ କିଛି ଗୋଟେ କଥା କହିଦବା। ହଁ, ସେ କାଳେ ମନ ଦୁଃଖ କରିବ, କାଳେ ଇଏ କରିବ, ଏଇଟା ଇଏ ହବ। ଠିक परामर्श मैं लाइफ में ସବୁବେଳେ ଦେଇଛି। शरणागत होकर आने वाले सभी भक्तों को अपने सामर्थ्य के अनुसार अभय प्रदान किया तथा जितना बन पड़ा सदैव उनकी सेवा की। ଏମିତି ଏମିତି ବହୁତ ସବୁ ଇଏ ଅଛି। 14ଟା ଉପଦେଶ ଏମିତି ଅଛି। ମାନେ ତ ଆଜି ସମୟ ହେଇଗଲାଣି, ଆଜି କ୍ଲାସକୁ ଏଇଠି ରଖିବ। ଆଗକୁ ସୁଯୋଗ ମିଳିଲେ ଡିସ୍କସନ କରିବା। ଆନ୍ସର କରିପାରିବ।